ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଗାମୀ ଯୋଉ ଡିଏଲ୍ଡି ଏଣ୍ଟ୍ରାନ୍ସ ବା ସିଟି ଏଣ୍ଟ୍ରାନ୍ସ 2026 ଯଦି ଆପଣଙ୍କ ପାଇଁ ଦେବା ପାଇଁ ଯାଉଛନ୍ତି, ସେଥିରେ ଆପଣଙ୍କ ଗୋଟେ ଟପିକଟି ଅଛି ଯୋଉଟାକି ହେଉଛି କଣ ପ୍ଲାଣ୍ଟ ସେଲ୍ ଆନିମାଲ୍ ସେଲ୍। ସେଥିରେ ମୁଁ ଆଜି ଟୋଟାଲ 20ଟି ଏମସିକ୍ୟୁ ଡିସ୍କସନ କରିବି ଯୋଉଟାକି ଆପଣଙ୍କ ଡିଟୋ ପ୍ରିଭିୟସ୍ ଇୟର ବେସ୍ଡ କ୍ୱେଶ୍ଚନ ଗୁଡାକ ରହିଛି ଯୋଉଟାକି ଆପଣ ଏ ବର୍ଷ ସେଇ କ୍ୱେଶ୍ଚନ ଭିତରୁ ହିଁ ଦେଖିବେ, ବାହାରୁ କିଛି କ୍ୱେଶ୍ଚନ ଆସିବନି। 20ଟା ଏମସିକ୍ୟୁ ପ୍ରାକ୍ଟିସ କରିବା ଭିତରେ ମୁଁ ଟୋଟାଲ ଆପଣଙ୍କ ଟପିକରେ ଯେତେ ସବୁ ଥିଓରି ରହିଛି ଫଣ୍ଡାମେଣ୍ଟାଲ ଗୁଡାକ ପ୍ଲସ୍ ଏମସିକ୍ୟୁ କେମିତି କଣ କ୍ୱେଶ୍ଚନ ଆସୁଛି କେମିତି ସଲ୍ଭ କରିବେ ସବୁ କହିଦେବି। ତେଣୁ ଭିଡ଼ିଓଟି ଆପଣ ଫୁଲ୍ ଦେଖିବାର ଅଛି। ଭିଡ଼ିଓଟି ଫୁଲ୍ ଦେଖିଲେ ଯଦି ଆପଣ ଭିଡ଼ିଓଟି ଭଲ ଲାଗିଲା ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବେ। ଆଉ ଏମ୍ଆର୍ ଷ୍ଟଡି ଏକାଡେମୀରେ ଯଦି ପ୍ରଥମ ଥର ପାଇଁ ଆପଣ ଦେଖୁଛନ୍ତି ଭିଡ଼ିଓଟି ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ବେଲ୍ ଆଇକନ୍ ଯୋଉ ଅଛି ତାକୁ ଅଲରେ ସେଟ୍ କରିଦେବେ। ତେଣୁ ଆଉ ଭିଡ଼ିଓଟା କେମିତି ଲାଗିଲା ମୋତେ କମେଣ୍ଟ ସେକ୍ସନରେ ଟିକେ ଜଣେଇବେ। ତେଣୁ ସମୟ ନଷ୍ଟ କରିବାନି, ଯିବା କଣ ସବୁ କ୍ୱେଶ୍ଚନ ଗୁଡାକ ଦେଖିବା ଅଛି। ଆଉ ଆମେ ଫଣ୍ଡାମେଣ୍ଟାଲ ବା ଥିଓରି ଗୁଡାକ ଭିତରେ ଡିସ୍କସନ କରିଦେବା। ଫାର୍ଷ୍ଟ କ୍ୱେଶ୍ଚନଟି ଅଛି ନିମ୍ନଲିଖିତ ମଧ୍ୟରୁ କେଉଁ କୋଷ ଅଙ୍କିକାକୁ ଆମେ କୋଷର ଶକ୍ତି କେନ୍ଦ୍ର ବୋଲି କୁହାଯାଏ? Which of the following cell organelles is known as the power house of the cell ବା କୋଷର ଶକ୍ତି କେନ୍ଦ୍ର ବୋଲି ଆମେ କାହାକୁ କହିବା? ଅପସନ ଟି କଣ ଦେଇଛି? ଅପସନ ନମ୍ବର ଅଛି ମାଇଟୋକଣ୍ଡ୍ରିଆ, ବି ଅଛି କ୍ଲୋରୋପ୍ଲାଷ୍ଟ, ସି ଅଛି ରାଇବୋଜୋମ, ଡି ଅଛି ଲାଇସୋଜୋମ। ତେଣୁ ଆମେ କୋଷର ଯୋଉ ଶକ୍ତି କେନ୍ଦ୍ର ବା ଯେଟାକୁ ଆମେ କଣ ପାୱାର ହାଉସ ବୋଲି ଆମେ କାହାକୁ କହିବା, ଯୋଉଠି ଆମର କୋଷରେ ଯେତେ ସବୁ ଏନର୍ଜି ଦରକାର ହଉଛି କାମ ପାଇଁ କୋଉଠି ତିଆରି ହୁଏ? ଅପସନ ନମ୍ବର ଏ ଯେଟା କି ମାଇଟୋକଣ୍ଡ୍ରିଆ ହେଲା। ସମସ୍ତେ ଜାଣିଛନ୍ତି ଯେ ମାଇଟୋକଣ୍ଡ୍ରିଆ ହଉଛି କଣ ପାୱାର ସେଲ୍ ବା ଆମର ଶକ୍ତି କେନ୍ଦ୍ର ହେଲା। ସେଠି କଣ ହୁଏ ମାଇଟୋକଣ୍ଡ୍ରିଆ ଜେନେରେଟ୍ ଦ ମୋଷ୍ଟ ଅଫ ଦ ସେଲ୍ସ ସପ୍ଲାଇ ଏଡେନୋସାଇନ୍ ଟ୍ରାଇଫସଫେଟ୍ ବା ଏଟିପି ହେଲା। ମାଇଟୋକଣ୍ଡ୍ରିଆ କାହିଁକି କୁହାଯାଏ ନା ମାଇଟୋକଣ୍ଡ୍ରିଆ କଣ ତିଆରି କରେ ସେଲରେ ଯୋଉ ଆମର ଏନର୍ଜି ଖର୍ଚ୍ଚ ହୁଏ ସେଟା କୋଉ ଆକାରରେ ଯଦି କ୍ୱେଶ୍ଚନ ପଡେ ମନେ ରଖିବେ କଣ ଏଟିପି ବା ଏଡେନୋସାଇନ୍ ଟ୍ରାଇଫସଫେଟ୍। ବେଳେ ବେଳେ ଏବ୍ରିଭିଏସନ ବା ଆମର ଫୁଲ ଫର୍ମ ପଚାରେ ଏଟିପି ର ଫୁଲ ଫର୍ମ କଣ ନା ହଉଛି ଏଡେନୋସାଇନ୍ ଟ୍ରାଇଫସଫେଟ୍ ଯୋଉଟା କି ଶକ୍ତି ମୁଦ୍ରା ମଧ୍ୟ କୁହାଯାଏ। ପାୱାର ହାଉସ କୁହାଗଲା ମାଇଟୋକଣ୍ଡ୍ରିଆକୁ, ଶକ୍ତି ମୁଦ୍ରା ଯଦି ପଚାରେ ବା କରେନ୍ସି ପଚାରେ କଣ ହବ ଏଟିପି ବା ଏଡେନୋସାଇନ୍ ଟ୍ରାଇଫସଫେଟ୍ ଯୋଉଟା କି ୟୁଜ କରାଯାଏ କୋଉଠି ନା ଆମ କେମିକାଲ ଏନର୍ଜିରେ ହେଲା। ଆଉ ସେଥିପାଇଁ ଏହାକୁ ପାୱାର ହାଉସ ବୋଲି କୁହାଯାଏ। ବାକି ଯୋଉ କ୍ଲୋରୋପ୍ଲାଷ୍ଟ ରହିଲା ଯାହା ଯୋଉ କ୍ଲୋରୋପ୍ଲାଷ୍ଟ ଆମେ କହୁଛୁ ସେ କଣ କରେ ରେସପନ୍ସିବୁଲ ଫର ଦ ଫଟୋସିନ୍ଥେସିସ୍ ଇନ୍ ପ୍ଲାଣ୍ଟ। ଯୋଉ ଫଟୋସିନ୍ଥେସିସ୍ ବା ଯୋଉ ଆଲୋକ ସଂଶ୍ଳେଷଣ କୁହାଯାଏ ମାନେ ସୂର୍ଯ୍ୟ କିରଣ ଆଉ କାର୍ବନ ଡାଇଅକ୍ସାଇଡ ନେଇକି ଜଳ ନେଇକି ଆମର ଯୋଉ ଗଛ କଣ ତିଆରି କରେ ତାର ଏନର୍ଜି ବା ଗ୍ଲୁକୋଜ ତିଆରି କରେ C6H12O6 ଯୋଉ ତିଆରି କରେ ଏନର୍ଜି ଟା ଆଉ ଆମକୁ ଅକ୍ସିଜେନ ବି ଦେଇଥାଏ। ସେଟା କାହା ଦ୍ୱାରା ହେଇଥାଏ ମନେ ରଖିଥିବ କ୍ଲୋରୋପ୍ଲାଷ୍ଟ ହେଲା। କ୍ଲୋରୋପ୍ଲାଷ୍ଟ ଆମର କୋଉଥିରେ ସାହାଯ୍ୟ କରେ ନା ଫଟୋସିନ୍ଥେସିସ୍ ପ୍ରୋସେସରେ ଆମକୁ ସାହାଯ୍ୟ କରିଥାଏ। ନେକ୍ସଟ ହେଲା ଯୋଉ ରାଇବୋଜୋମ ହେଲା। ରାଇବୋଜୋମ କୋଉଥିରେ ବ୍ୟବହାର କରାଯାଏ କୋଉ କାମରେ ଆସେ ଇଜ ଦ ସାଇଟ ଅଫ ଫର ପ୍ରୋଟିନ ସିନ୍ଥେସିସ୍। ସେଠି କଣ କରାଯାଏ ନା ପ୍ରୋଟିନ ସିନ୍ଥେସିସ୍ ଆମର ଯୋଉ ପୁଷ୍ଟି ସାର ଆମର କଣ ତିଆରି ହବାରେ ସାହାଯ୍ୟ କରିଥାଏ କି ରାଇବୋଜୋମ ହେଲା ମନେ ରହିଲା। ନେକ୍ସଟ ଅପସନ ଯୋଉ ଲାଇସୋଜୋମ ଅଛି ଲାଇସୋଜୋମ ର କାମ କଣ ନା ଲାଇସୋଜୋମ କଣ୍ଟେନ୍ସ ଦ ଡାଇଜେଷ୍ଟିଭ ଏନଜାଇମ ଏଣ୍ଡ ନୋନ୍ ଏଜ ଦ ସୁଇସାଇଡାଲ ବେଗ। ସିଏ କଣ କରିଥାଏ ଡାଇଜେଷ୍ଟିଭ ମାନେ ହଜମ କରିବାରେ ଯୋଉ ଯେ ଖାଦ୍ୟ ଗୁଡାକ ଆସିଲା ଯୋଉଟାକ ସେ କଣ ଡାଇଜେଷ୍ଟ କରିବା ପରେ ସାହାଯ୍ୟ କରିଥାଏ କି ଲାଇସୋଜୋମ ଆଉ ତାକୁ କଣ କୁହାଯାଏ ସୁଇସାଇଡାଲ ବେଗ ବା ସେଥିରେ କଣ ହୁଏ ନା କୋଷଟା କଣ ହେଇଯିବ ଇନଫେକ୍ଟେଡ ହେଇଯିବ ହେଲା। ଯେତେବେଳେ କୋଷ ଦେଖିବ ସେ ଇନଫେକ୍ଟେଡ ହେଇଯାଇଛି ଆଉ ବେଶୀ ଦିନ ବଞ୍ଚି ପାରିବନି ସେତେବେଳେ କଣ କରାଯିବ ଲାଇସୋଜୋମ ଯୋଉ ରହିଲା ଲାଇସୋଜୋମ ଟା କଣ ହବ ନିଜେ ଫାଟିଯିବ। ତା ପାଖରେ କଣ ହାଇଡ୍ରୋ ଇଲେକ୍ଟ୍ରିକ ଆମର କଣ ଏନଜାଇମ ଗୁଡାକ ଥାଏ ହାଇଡ୍ରୋଲାଇଟିକ ଏନଜାଇମ ଗୁଡାକ ଥାଏ ଯାହା ଫଳରେ ସେ ନିଜେ ଫାଟି କଣ କୋଷକୁ ପୁରା ବ୍ଲାଷ୍ଟ କରିଦବ ଯାହା ଫଳରେ କଣ ହବ ଯୋଉ ଇନଫେକ୍ସନ ଟା ଆଉ ପାଖାପାଖି କୋଷ ଗୁଡାକ ଆଉ ଯିବ ନାହିଁ। ବସ କରିବା ଯୋଗୁ ସେ ଆମର ଯୋଉ ଭାଇରସ ବା ଯାହା ବ୍ୟାକ୍ଟେରିଆ ଗୁଡାକ ହେଇଥିବ ଇନଫେକ୍ସନ ହେଇଥିବ ସେ ନଷ୍ଟ ହେଇଯିବ ପୁରା ଆଉ ପାଖ କୋଷକୁ ସେଇଗୁଡାକ ଯିବ ନାହିଁ। ତେଣୁ ମନେ ରହିଲା ଚାରିଟା ଅପସନ ପୁରା ଆପଣ ବୁଝିପାରିଲେ ମାଇଟୋକଣ୍ଡ୍ରିଆ କାମ କଣ କ୍ଲୋରୋପ୍ଲାଷ୍ଟର କାମ କଣ ରାଇବୋଜୋମ ର କାମ କଣ ଲାଇସୋଜୋମ ର କାମ କଣ। ତେଣୁ ନେକ୍ସଟ କ୍ୱେଶ୍ଚନ କୁ ଏବେ ଯିବା। ପରବର୍ତ୍ତୀ ପ୍ରଶ୍ନ ରହିଛି କଣ କେଉଁ ସଂରଚନାରେ ଉଦ୍ଭିଦ କୋଷରେ ଥାଏ କିନ୍ତୁ ପ୍ରାଣୀ କୋଷରେ ସମ୍ପୂର୍ଣ୍ଣ ଅନୁପସ୍ଥିତ ଥାଏ? Which structure is present in the plant but completely absent in the animal cell? କୋଉ ଆମର ଅର୍ଗାନେଲସ ଟା ଆମର ଉଦ୍ଭିଦରେ କଣ ଥିବ ପ୍ରେଜେଣ୍ଟ ଥିବ ପ୍ଲାଣ୍ଟ ସେଲରେ ପ୍ରେଜେଣ୍ଟ ଥିବ କିନ୍ତୁ ଆନିମାଲ ସେଲରେ ସମ୍ପୂର୍ଣ୍ଣ ଭାବରେ ନଥିବ ହେଲା। ଅପସନ ଗୁଡା କଣ ଦେଇଛି ପ୍ଲାଜମା ମେମ୍ବ୍ରେନ ସେଲ ୱାଲ ନା ହଉଛି ସାଇଟୋପ୍ଲାଜମ ନା ହଉଛି ନ୍ୟୁକ୍ଲିୟସ। କୋଉଟା ଆମର ପ୍ଲାଣ୍ଟ ସେଲରେ ଥାଏ କିନ୍ତୁ ଆମର ଆନିମାଲ ସେଲରେ ପୂର୍ଣ୍ଣ ଭାବରେ ନଥାଏ? ଅପସନ ନମ୍ବର ବି ଟା ଠିକ ହବ ଯୋଉଟା କି ସେଲ ୱାଲ ବା କୋଷ ଭିତ୍ତି ଆମେ କହିଥାଉ। କୋଷ ଭିତ୍ତିଟା ମନେ ରଖିଥିବେ କଣ ପ୍ଲାଣ୍ଟ ସେଲରେ ଥାଏ ଯୋଉଟା କଣ ରିଜିଡ ମାନେ ପ୍ଲାଣ୍ଟ ସେଲ ଦେଖିବେ ବାହାରୁ ଆପଣ ଯୋଉ ଖୋଳପା ଖୋଳପା ତିଆରି ହେଇଥାଏ ଯେମିତି ସେଇଟା ହଉଛି ଆମର ସେଲ ୱାଲ ହେଲା। ସେ କଣ କରିଥାଏ ଆମର ଯୋଉ ପ୍ଲାଣ୍ଟ ସେଲକୁ ଗୋଟେ ରିଜିଡ ବା ଆମର ଗୋଟେ କଠିନ ଆବରଣ ଭାବରେ ସାହାଯ୍ୟ କରିଥାଏ କୋଉଟା ସେଲ ୱାଲଟା ହେଲା। ଏ ରିଜିଡ ସେଲ ୱାଲ ମେଡ ଅଫ କୋଉଥିରେ ତିଆରି ବେଳେ କ୍ୱେଶ୍ଚନ ପଚାରେ ଯେ ସେଲ ୱାଲଟା ଯୋଉ ପ୍ଲାଣ୍ଟରେ ରହିଛି ସେଟା କୋଉଥିରେ ତିଆରି ମନେ ରଖିବେ କଣ ନା ସେଲ୍ୟୁଲୋଜରୁ ତିଆରି ହେଲା। ତାର ତିଆରି ହବାର ମେନ୍ କମ୍ପୋନେଣ୍ଟ ହଉଛି ସେଲ୍ୟୁଲୋଜ ସେଇଥିରେ ତିଆରି ଆମର ସେଲ ୱାଲଟା ହେଲା। ସଉଟା କଣ କରେ ନା ଷ୍ଟ୍ରକ୍ଚର ଗୋଟେ ଷ୍ଟ୍ରକ୍ଚରାଲ ମାନେ ଗୋଟେ ଯେମିତି ଗଛ ଗୋଟେ
କେମିତି ବଙ୍କା ଢେଙ୍କା ଯେମିତି ହବ ଗୋଟେ ଷ୍ଟ୍ରକ୍ଚର ସେ ଗୋଟେ ପ୍ରୋଭାଇଡ କରିଥାଏ କାହାକୁ ଗଛକୁ ହେଲା ସପୋର୍ଟ ଆଉ ଷ୍ଟ୍ରକ୍ଚର ପ୍ରୋଭାଇଡ କରିଥାଏ ଆନିମଲ୍ସ ହେଲେ କିନ୍ତୁ ସେଇଟା ନଥାଏ କାରଣ ଆମ ବଡିରେ କଣ ସେମିତି ଡେଫିନେଟ ଯେ ଏତିକି ରିଜିଡ୍ ହବ ସେ ଆମ ଆନିମଲ୍ସ ହେଲେ ସେମିତି ନଥାଏ ହେଲା ଆଉ ପ୍ଲାଜମା ମେମ୍ବ୍ରେନ୍ ସାଇଟୋପ୍ଲାଜମ ନ୍ୟୁକ୍ଲିୟସ୍ ହଉଛି ଫଣ୍ଡାମେଣ୍ଟାଲ କମ୍ପୋନେଣ୍ଟ ପ୍ରେଜେଣ୍ଟ ଇନ୍ ଦ ବୋଥ ଆନିମଲ୍ ସେଲ୍ ଆଉ ପ୍ଲାଣ୍ଟ ସେଲ୍ ହେଲା ମନେ ରଖିଥିବେ ବେଳେ ବେଳେ କ୍ୱେଶ୍ଚନ ପଚାରେ ଯେ ଆମ ପ୍ଲାଣ୍ଟ ସେଲ୍ ଆଉ ଆନିମଲ୍ ସେଲ୍ ରେ ବୋଥ୍ ରେ ଫଣ୍ଡାମେଣ୍ଟାଲ କମ୍ପୋନେଣ୍ଟ କଣ କଣ ପ୍ଲାଜମା ମେମ୍ବ୍ରେନ୍ ସାଇଟୋପ୍ଲାଜମ ନ୍ୟୁକ୍ଲିୟସ୍ ହେଲା ନ୍ୟୁକ୍ଲିୟସ୍ ର କ୍ୱେଶ୍ଚନ ଏଗୁଡ଼ା କ୍ୱେଶ୍ଚନ ଆକୁ ଅଛି ସେଟା ଡିସ୍କସନ କଲା ବେଳେ କହିଦେବେ ଏମାନଙ୍କ ବିଷୟରେ କିନ୍ତୁ ମେନ୍ କମ୍ପୋନେଣ୍ଟ ତିନିଟା ଟିକେ ମନେ ରଖିଥିବେ ପରବର୍ତ୍ତୀ ପ୍ରଶ୍ନକୁ ଯିବା ପରବର୍ତ୍ତୀ ପ୍ରଶ୍ନଟି ଅଛି କେଉଁ କୋଷ ଅଙ୍ଗିକାକୁ ସାଧାରଣତଃ କୋଷର ଆତ୍ମଘାତୀ ଥଳି ବା ସୁଇସାଇଡାଲ ବେଗ ବୋଲି କୁହାଯାଏ ହେଲା କୋଉ ଅର୍ଗାନେଲ କୁ ଆମେ ସେଲ୍ ର କଣ କହିବା ସୁଇସାଇଡାଲ ବେଗ ବୋଲି କହିବା ଅପସନ କଣ ଅଛି ଗଲ୍ଗି ବଡି କୁ କହିବା ନା ଭ୍ୟାକ୍ୟୁଲ କହିବା ନା ଲାଇସୋଜମ କହିବା ନା ସେଣ୍ଟ୍ରୋଜମ କୁ କହିବା ଆମେ କାହାକୁ ଆମର ଯୋଉ ସେଲ୍ ର ସୁଇସାଇଡାଲ ବେଗ ବୋଲି କହିବା ସଠିକ ଉତ୍ତରଟି କଣ ହଉଛି ନା ଅପସନ ନମ୍ବର ସି ଯେଟା କଣ ଲାଇସୋଜମ ହେଲା ଡିସ୍କସନ କରିଥିଲି ଲାଇସୋଜମ କୁ କାହିଁକି କୁହାଯାଏ ନା ଲାଇସୋଜମ ରେ କଣ ଥାଏ ଗୋଟେ ହାଇଡ୍ରୋଲିଟିକ ଏନଜାଇମ ଥାଏ ଯୋଉଟା କି କଣ କରିଥାଏ ନା ଡାଇଜେଷ୍ଟ କରିଦିଏ ସେଲ୍ ୱେଷ୍ଟ କୁ ହେଲା ସେଲ୍ ୱେଷ୍ଟ କଣ କାମ କରେ ନା ସେଲ୍ ର ଯୋଉ ୱେଷ୍ଟ ଗୁଡାକ ବାହାରିଲା ତ ସେଲ୍ ବହୁତ ଗୁଡାକ ୱେଷ୍ଟ ଖାଦ୍ୟ ଖାଇସାରିଲା ପରେ ୱେଷ୍ଟ ବାହାରିଲା ସେ କଣ କରିଥାଏ ତାକୁ ଡାଇଜେଷ୍ଟ କରିଦିଏ ପ୍ଲସ କଣ କରିଥାଏ ହାଇଡ୍ରୋଲିଟିକ ଏନଜାଇମ ଥିବା ଯୋଗୁ ଯେତେବେଳେ କଣ ହବ ଇଫ ସେଲ୍ ଇଜ ଡ୍ୟାମେଜ ହେଲା ତାହେଲେ ସେ ଇନଫେକ୍ସନ ହେଇଯିବ ଡ୍ୟାମେଜ ସେତେବେଳେ କଣ କରିବ ସେ ଯୋଉ ଆମର ହାଇଡ୍ରୋଲିଟିକ ଏନଜାଇମ ଗୁଡାକ ଥିବ ସେ ପୁରା ଆମ ସେଲ୍ କୁ କଣ କରିବ ବ୍ରଷ୍ଟ କରିଦବ ବା ନଷ୍ଟ କରିଦବ ଯାହାଦ୍ୱାରା କି ପାଖାପାଖି ସେଲ୍ କୁ ସେଇ ଇନଫେକ୍ସନ ଟା ଯିବ ନାହିଁ ବା ଡ୍ୟାମେଜ ହବ ନାହିଁ ଲାଇସୋଜମ କାହିଁକି ସୁଇସାଇଡାଲ ବେଗ ବୋଲି କୁହାଗଲା ଜାଣିପାରିଲେ ପରବର୍ତ୍ତୀ ଯୋଉ ଅପସନ ଥିଲା ଗଲ୍ଗି ବଡିର କାମ ହଉଛି କଣ ଗଲ୍ଗି ବଡି ପ୍ରୋସେସ ଦ ପ୍ୟାକେଜ ଅଫ ଦ ପ୍ରୋଟନ ହେଲା ତେଣୁ ଇଏ କଣ କରିଥାଏ ଗଲ୍ଗି ବଡି ମନେ ରଖିଥିବ କଣ ସେ ପ୍ୟାକେଜିଂ ରେ ହେଲା ପ୍ୟାକେଜିଂ ଯଦି ଆସିବ ଗଲ୍ଗି ବଡି ସେଠି କରିବ ଯୋଉଟା କି ପ୍ରୋଟିନ କୁ ପ୍ୟାକେଜିଂ କରିବାରେ ସାହାଯ୍ୟ କରିଥାଏ ସିନ୍ଥେସିସ୍ କରିବା ପାଇଁ କିଏ ସାହାଯ୍ୟ ଆଗରୁ ଡିସ୍କସନ କରିଥିଲେ ରାଇବୋଜମ କିନ୍ତୁ ପ୍ୟାକେଜିଂ ବା ଟ୍ରାନ୍ସପୋର୍ଟେସନ ପାଇଁ କିଏ ଆମର ରେସ୍ପନ୍ସିବଲ ହେଇଥାଏ ନା ଗଲ୍ଗି ବଡି ନେକ୍ସଟ ଯୋଉ ଭ୍ୟାକ୍ୟୁଲ ରହିଲା ଭ୍ୟାକ୍ୟୁଲ ବା ରସଦାନୀ ର କାମ କଣ ନା ଷ୍ଟୋର କରେ ୱାଟର ଆଉ ନ୍ୟୁଟ୍ରିଏଣ୍ଟ କୁ ଭ୍ୟାକ୍ୟୁଲ ର କାମ ହଉଛି କଣ ନା ସିଏ ଷ୍ଟୋର କରେ ୱାଟର ଆଉ ନ୍ୟୁଟ୍ରିଏଣ୍ଟ କୁ ନେକ୍ସଟ ଯୋଉ ରହିଲା କଣ ସେଣ୍ଟ୍ରୋଜମ ହଉଛି କଣ ହେଲ୍ପ ଦ ଏନିମଲ ସେଲ ଡିଭିଜନ ସେଣ୍ଟ୍ରୋଜମ ଆକୁ ପଢିବା କ୍ୱେଶ୍ଚନ ଅଛି କିନ୍ତୁ ଏଠି ମନେ ରଖିଥାନ୍ତୁ କଣ ନା ସେଣ୍ଟ୍ରୋଜମ କୋଉଥିରେ ହେଲ୍ପ କରିଥାଏ ନା ସେଲ ଡିଭିଜନ ଏନିମଲ କେସରେ କଣ ଗୋଟେ ସେଲ ଥିବ ସେଟା ଭାଙ୍ଗି ଦିଟା ହବ ଦିଟାରୁ ଚାରିଟା ହବ ଏମିତି ସେଲ ଏମିତି ହେଇକା ଆମର ଟୋଟାଲ ବଡି ତିଆରି ତେଣୁ ଯଦି ସେଲ ଡିଭିଜନ ନ ହବ କେହି କେବେ ବଡ ହବନି ଯେମିତି ଜନ୍ମ ହେଇଥିଲା ଛୋଟିଆଟେ ଥିଲା ସେଇଭଳିଆ ଛୋଟିଆ ହେଇକି ରହିବ ତେଣୁ ସେଲ ଡିଭିଜନ ନିହାତି ଦରକାର ସେଥିରେ ମେନ୍ କମ୍ପୋନେଣ୍ଟ ବା ଅର୍ଗାନେଲ କୋଉଟା ନା ସେଣ୍ଟ୍ରୋଜମ ଏନିମଲ ସେଲ ଡିଭିଜନ ରେ ସାହାଯ୍ୟ କରିଥାଏ କେମିତି ହେଇଥାଏ ଆଉ ଅଛି କ୍ୱେଶ୍ଚନ ସେଠି ଡିସ୍କସନ କରିବା ପରବର୍ତ୍ତୀ ପ୍ରଶ୍ନ ଅଛି କୋଷ ମଧ୍ୟରେ ପ୍ରୋଟିନ ସଂଶ୍ଳେଷଣ ମୁଖ୍ୟତଃ କୋଉଠାରେ ହେଇଥାଏ ହେଲା ହ୍ୱାଟ ଡଜ ଦ ସେଲ୍ୟୁଲାର ପ୍ରୋଟିନ ସିନ୍ଥେସିସ୍ ପ୍ରାଇମେରୀଲି ଟେକ୍ସ ପ୍ଲେସ କୋଉଠି ହେଇଥାଏ ଆମର ଯୋଉ କଣ କହିଥାଉ ଆମେ ପ୍ରୋଟିନ ସଂଶ୍ଳେଷଣ ବା ପ୍ରୋଟିନ ସିନ୍ଥେସିସ୍ ହେଇଥାଏ ଅପସନ ରେ କଣ ଦେଇଛି ଅପସନ ନମ୍ବର ଏ ଅଛି ରାଇବୋଜମ ବି ଅଛି ମାଇଟୋକଣ୍ଡ୍ରିଆ ସି ଅଛି ସେଣ୍ଟ୍ରିଓଲ୍ସ ଅପସନ ନମ୍ବର ଡି ଅଛି ଆମେଲୋପ୍ଲାଷ୍ଟ ହେଲା ତେଣୁ ସଠିକ ଉତ୍ତର କଣ ହବ ଆମ ସେଲ ରେ ପ୍ରୋଟିନ ସିନ୍ଥେସିସ୍ କୋଉଠି ହେଇଥାଏ ନା ଅପସନ ନମ୍ବର ଏ ଯୋଉଟା କି ରାଇବୋଜମ ରେ କଣ ହେଇଥାଏ ନା ଆମର ପ୍ରୋଟିନ ସିନ୍ଥେସିସ୍ ହେଇଥାଏ ରାଇବୋଜମ ଟ୍ରାନ୍ସଲେଟ ଜେନେଟିକ କୋଡ ଇନଟୁ ପଲିପେପ୍ଟାଇଡ ଚେନ୍ ଟୁ ସିନ୍ଥେସିସ୍ ପ୍ରୋଟିନ୍ ସେ କଣ ବ୍ୟବହାର କରିଥାଏ ମନେ ରଖିଥିବେ ପଲିପେପ୍ଟାଇଡ ଚେନ୍ ସେଟା ଇମ୍ପୋର୍ଟାଣ୍ଟ ନାହିଁ କିନ୍ତୁ ଯଦି ପରୀକ୍ଷାରେ ପକେଇ ଦେଇପାରେ ତେଣୁ ମନେ ରଖିଥିବେ ପ୍ରୋଟିନ ସିନ୍ଥେସିସ୍ ରେ ରାଇବୋଜମ କଣ ସାହାଯ୍ୟରେ କରିଥାଏ ପ୍ରୋଟିନ ସିନ୍ଥେସିସ୍ ଟାକୁ ବା ତିଆରି କରିଥାଏ କେମିତି ନା ପଲିପେପ୍ଟାଇଡ ଚେନ୍ କୁ ଟ୍ରାନ୍ସପୋର୍ଟ କରିକି କଣ ପ୍ରୋଟିନ ସିନ୍ଥେସିସ୍ ରେ ସାହାଯ୍ୟ କରିଥାଏ ନେକ୍ସଟ ମାଇଟୋକଣ୍ଡ୍ରିଆ ଆମେ କଣ କହିଥାଉ ନା ଫାର୍ଷ୍ଟ କ୍ୱେଶ୍ଚନ କରିଥିଲୁ ଯେ ସେ ଏନର୍ଜି ତିଆରି କରିବାରେ ସାହାଯ୍ୟ କରିଥାଏ ନେକ୍ସଟ ରହିଲା ଯୋଉ ସେଣ୍ଟ୍ରିଓଲ କୋଉଥିରେ ସାହାଯ୍ୟ କରିଥାଏ ସେଲ ଡିଭିଜନ ବେଳେ ସେ ସ୍ପେଣ୍ଡେଲ ଫାଇबर ମାନେ ସେଲ ଡିଭିଜନ କଣ ହବ ଏମିତି ନ୍ୟୁକ୍ଲିୟସ୍ ଅଛି ସ୍ପେଣ୍ଡେଲ ଫାଇबर କଣ ଉପରକୁ ଏମିତି ଫାଇबर ଆକାରରେ ଏମିତି ଉପରକୁ ଥିବ ତେଣୁ ସେଲ ଡିଭିଜନ କଣ ହବ ଧର ଏଇ ସେଲ ଟା ଦିଟା ହବ ତେଣୁ ଏମିତି ସ୍ପେଣ୍ଡେଲ ଫାଇबर ଉପରକୁ କିଛି ପଳେଇଯିବ ତଳକୁ କିଛି ପଳେଇଯିବ ତାପରେ ନ୍ୟୁକ୍ଲିୟସ୍ ଟା ଦି ଭାଗ ହେଇଯିବ ଏଟା ଏପଟକୁ ପଳେଇ ଆସିବ ସେଟା ସେପଟକୁ ପଳେଇବ ତେଣୁ ଦିଟା ସେଲ କଣ ସ୍ପେଣ୍ଡେଲ ଫାଇबर କଣ କରିଥାଏ ଯୋଉ ଡିଏନଏ ଗୁଡାକର କ୍ୟାରେକ୍ଟର ଗୁଡାକ ନବା ପାଇଁ ସ୍ପେଣ୍ଡେଲ ଫାଇबर ମେନ୍ ଇମ୍ପୋର୍ଟାଣ୍ଟ କ୍ୟାରେକ୍ଟର ଥାଏ ତେଣୁ ଏଠି ଉପର ହେଇଯିବ ତଳ ହେଇଯିବ ଯୋଉ ମାନେ ଗାର ଗାର ବା ଫାଇबर ଭଳିଆ ରହିଥାଏ ସେଟା କଣ କୁହାଯାଏ ସେଣ୍ଟ୍ରିଓଲ କୁହାଯାଏ ହେଲା ନେକ୍ସଟ ରହିଲା ଯୋଉ ଆମେଲୋପ୍ଲାଷ୍ଟ ର କାମ କଣ ନା ଆର୍ ଦ ପ୍ଲାଷ୍ଟିକ ଦ୍ୟାଟ ଷ୍ଟୋର ଦ ଷ୍ଟାର୍ଚ ଇନ ପ୍ଲାଣ୍ଟ ଟିସ୍ୟୁ ଭେରି ଇମ୍ପୋର୍ଟାଣ୍ଟ ଆମେଲୋପ୍ଲାଷ୍ଟ ବେଳେ ବେଳେ ପଚାରେ ମାନେ ଷ୍ଟୁଡେଣ୍ଟ ମାନେ କଣ କନଫ୍ୟୁଜ ହେଇଯାନ୍ତି ଯେ ଆମେଲୋପ୍ଲାଷ୍ଟ ର ହଉଛି କାମଟା କଣ ଆମେଲୋପ୍ଲାଷ୍ଟ ର କାମ ହଉଛି କଣ ନା ଷ୍ଟାର୍ଚ କୁ ସେ କଣ କରିଥାଏ ଷ୍ଟୋର କରି ରଖିଥାଏ ହେଲା ଯୋଉ କଣ କୁହନ୍ତି ମଣ୍ଡଦ ହେଲା ଷ୍ଟାର୍ଚ ଓଡିଆ ହଉଛି ମଣ୍ଡଦକୁ ପ୍ଲାଣ୍ଟ ସେଲ ରେ ଷ୍ଟୋର କରିବା ପାଇଁ ସାହାଯ୍ୟ କରିଥାଏ କିଏ ନା ଆମେଲୋପ୍ଲାଷ୍ଟ ମନେ ରଖିଥିବେ ସେଣ୍ଟ୍ରିଓଲ ହଉଛି ସ୍ପେଣ୍ଡେଲ ଫାଇबर ବା ସେଲ ଡିଭିଜନ ବେଳେ ସେ ସାହାଯ୍ୟ କରିଥାଏ ଆଉ ଆମେଲୋପ୍ଲାଷ୍ଟ ରହିଲା କଣ ଷ୍ଟାର୍ଚ କୁ ପ୍ଲାଣ୍ଟ ସେଲ ରେ ଷ୍ଟୋର କରି ରଖିବା ପାଇଁ ସାହାଯ୍ୟ କରିଥାଏ କି ଆମେଲୋପ୍ଲାଷ୍ଟ ନେକ୍ସଟ କ୍ୱେଶ୍ଚନ କୁ ଯିବା ଉଦ୍ଭିଦ କୋଷ ଭିତ୍ତି ମୁଖ୍ୟତଃ କେଉଁ ଜଟିଳ ସର୍କ ଦ୍ୱାରା ଗଠିତ ହେଲା ପ୍ଲାଣ୍ଟ ସେଲ ୱାଲ ଯୋଉଟା ଅଛି ଫାର୍ଷ୍ଟ କ୍ୱେଶ୍ଚନ ପଢିଥିଲେ ଯେ ଆନିମଲ କ୍ଷେତ୍ରରେ ଦେଖାଯାଏ ନାହିଁ ଆମର ପ୍ଲାଣ୍ଟ କ୍ଷେତ୍ରରେ ଦେଖାଯାଏ ସେଟା କୋଉ ପ୍ରକାର କାର୍ବୋହାଇଡ୍ରେଟ ରୁ ତିଆରି କୋଉ ପ୍ରକାର ଶର୍କରାରୁ ଅପସନ ଗୋଟେ କଣ ଦେଇଛି କାଇଟିନ ବା ଚାଇଟିନ ରୁ ତିଆରି ହେଇଥାଏ ନା ଗ୍ଲାଇକୋଜେନ ରୁ ତିଆରି ହେଇଥାଏ ନା ସେଲ୍ୟୁଲୋଜ ରୁ ତିଆରି ହେଇଥାଏ ନା ପେପିଡୋ ଗ୍ଲାଇକାନ ରୁ ତିଆରି ହେଇଥାଏ ହେଲା ତେଣୁ ସଠିକ ଉତ୍ତର କଣ ହବ କୋଉ ପ୍ରକାର ଶର୍କରା ତିଆରି ହେଇଥାଏ ଆମର ସେଲୁଆଲ ଟା ସଠିକ ଉତ୍ତର ହବ କଣ ନା ଅପସନ ନମ୍ବର ସି ଯେଟା କଣ ଅଛି ସେଲ୍ୟୁଲୋଜ ହେଲା ପ୍ଲାଣ୍ଟ ସେଲ ରେ ଆମର ଯୋଉ
ପ୍ଲାଣ୍ଟ କ୍ଷେତ୍ରରେ ଯୋଉ ଆମର ସେଲୁଲୋଜଟା ରହିଲା ସେଟା କୋଉଥିରେ ତିଆରି ନା ସେଲୁଲୋଜରୁ ତିଆରି। ସେଲୁଲୋଜ ଇଜ ଟପ୍ ଇନସଲ୍ୟୁବଲ୍ ଷ୍ଟ୍ରକ୍ଚରାଲ ପଲିସାକାରାଇଡ୍। ପଲିସାକାରାଇଡ୍ ମାନେ ବହୁତ ଗୁଡାକ ସାକାରାଇଡ୍ ମାନେ ଶର୍କରା, ବହୁତ ଗୁଡାକ ଶର୍କରା। ପଲି ଅର୍ଥ କଣ ବହୁତ ଗୁଡାକ ହେଲା, ବହୁତ ଗୁଡାକ ଶର୍କରାରୁ ତିଆରି ହେଇଥାଏ କଣ ସେଲୁଲୋଜ, ଯୋଉଟା କି ଇନସଲ୍ୟୁବଲ୍ ହେଲା, ୱାଟର ଇନସଲ୍ୟୁବଲ୍, ଯୋଉଟା କି ସେ ଆମକୁ କଣ ବାହାରୁ ସପୋର୍ଟ ଦେଇଥାଏ ହେଲା। ତେଣୁ ଯଦି ସଲ୍ୟୁବଲ୍ ହେଇଥିବ ସେ ପାଣିରେ ପକେଇଦେଲେ ଗଛ କଣ ପୁରା ମିଳେଇ ଯାଆନ୍ତା। ତେଣୁ ଯେହେତୁ ଇନସଲ୍ୟୁବଲ୍ ସେ କଣ ହବ ନା ସେ ସପୋର୍ଟ ଦେଇଥାଏ ପ୍ରୋଭାଇଡିଂ ଦ ଟନସିଲ ଷ୍ଟ୍ରେଂଥ ଟୁ ଦ ପ୍ଲାଣ୍ଟ ସେଲ୍ ହେଲା, ଷ୍ଟ୍ରେଂଥ ଦେଇଥାଏ, ସପୋର୍ଟ ଦେଇଥାଏ ସେଇଥିପାଇଁ। ନେକ୍ସଟ କାଇଟିନ ବା ଚାଇଟିନ ରହିଲା। ଚାଇଟିନ ବି ସେଇଭଳିଆ ଗୋଟେ ରହିଛି ଆମର ସେଲୁଲୋଜ ତିଆରି କରିଥାଏ କୋଉ କ୍ଷେତ୍ରରେ ନା ଫଙ୍ଗାଇଲ ହେଲା। ଫଙ୍ଗଲ ଯୋଉ ରହିଲା, ଫଙ୍ଗଲ କ୍ଷେତ୍ରରେ ଆମର ଯୋଉ ସେଲୁଲୋଜ ଟା ତିଆରି ଫଙ୍ଗସ ର ବି ରହିଛି, ବ୍ୟାକ୍ଟେରିଆରେ ବି ରହିଛି ହେଲା, ସବୁ କ୍ଷେତ୍ରରେ ସେଲୁଲୋଜ ରହିଛି ହେଲା। ତେଣୁ ଫଙ୍ଗସ ର ଯୋଉ ଆମର ଫଙ୍ଗାଲ ର ତାର ସେଲୁଲୋଜ ଟା ତିଆରି କୋଉଥିରେ ନା କାଇଟିନ ବା ଚାଇଟିନ ରେ ତିଆରି। ନେକ୍ସଟ ଯୋଉ ରହିଲା ଗ୍ଲାଇକୋଜେନ। ଗ୍ଲାଇକୋଜେନ ଟା କଣ କରିଥାଏ ନା ଷ୍ଟୋରେଜ ଦ କାର୍ବୋହାଇଡ୍ରେଟ ଇନ ଦ ଏନିମଲ ହେଲା। ଯଦି କହିବ ଯେ ଏନିମଲ ସେଲରେ ଆମର କାର୍ବୋହାଇଡ୍ରେଟ ବା ଶର୍କରା ଜାତୀୟ ଖାଦ୍ୟକୁ ଆମର ଷ୍ଟୋର କରି ରଖିକି ମନେ ରଖିଥାଏ କଣ ନା ଗ୍ଲାଇକୋଜେନ। ଗ୍ଲାଇକୋଜେନ ଟା କଣ କରିଥାଏ ନା ଏନିମଲ ସେଲରେ ଆମର କାର୍ବୋହାଇଡ୍ରେଟ ବା ଶର୍କରା ଜାତୀୟ ଖାଦ୍ୟକୁ ଷ୍ଟୋର କରି ରଖିବାରେ ସାହାଯ୍ୟ କରିଥାଏ ହେଲା। ପରବର୍ତ୍ତୀ ରହିଲା ଯୋଉ ପେପ୍ଟିଡୋଗ୍ଲାଇକାନ। ପେପ୍ଟିଡୋଗ୍ଲାଇକାନ ସେଇଭଳିଆ ସେଲୁଲୋଜ କ୍ରିଏଟ କରିଥାଏ କୋଉ କ୍ଷେତ୍ରରେ ନା ବ୍ୟାକ୍ଟେରିଆ କ୍ଷେତ୍ରରେ। ତିନିଟା ଏଠି ଇମ୍ପୋର୍ଟାଣ୍ଟ ପଏଣ୍ଟ ରହିଲା। ଫାର୍ଷ୍ଟ ସେଲୁଲୋଜ କଥା ତ ମନେ ରଖିଥିବେ ପ୍ଲାଣ୍ଟ ସେଲରେ। ନେକ୍ସଟ ରହିଲା କାଇଟିନ। କାଇଟିନ ଟା ହଉଛି ଫଙ୍ଗସ। ଆଉ ରହିଲା କଣ ବ୍ୟାକ୍ଟେରିଆର ସେଇଭଳି ଯଦି ସେଲୁଲୋଜ ପଚାରେ ପେପ୍ଟିଡୋଗ୍ଲାଇକାନ, ଏଟା ଭେରି ଭେରି ଇମ୍ପୋର୍ଟାଣ୍ଟ। ପେପ୍ଟିଡୋଗ୍ଲାଇକାନ ହଉଛି ବ୍ୟାକ୍ଟେରିଆ। ଆଉ ନେକ୍ସଟ ରହିଲା ଗ୍ଲାଇକୋଜେନ ହଉଛି କୋଉଠି ବ୍ୟବହାର କରାଯାଏ, ହଉଛି ଏନିମଲ ସେଲରେ କାର୍ବୋହାଇଡ୍ରେଟ ର ଷ୍ଟୋର କରିବା ପାଇଁ ବା ଶର୍କରା ଜାତୀୟ ଖାଦ୍ୟକୁ ଷ୍ଟୋର କରି ରଖିବା ପାଇଁ ସାହାଯ୍ୟ କରିଥାଏ କିଏ ଗ୍ଲାଇକୋଜେନ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନଟି ଅଛି କଣ, ସବୁଜ ଉଦ୍ଭିଦର କୋଷୀୟ ଶ୍ୱସନ ଏବଂ ଶକ୍ତି ରୂପାନ୍ତରଣ ପାଇଁ କୋଉ ଅଙ୍ଗିକା ଦାୟୀ? Which organelle is responsible for cellular respiration and energy conversation in the plant cell? ହେଲା, ଉଦ୍ଭିଦ ବା ସବୁଜ ଉଦ୍ଭିଦ କ୍ଷେତ୍ରରେ ଶ୍ୱସନ ଆଉ ଶକ୍ତି ରୂପାନ୍ତରଣ ପାଇଁ କୋଉ ଅଙ୍ଗିକାଟା ଦାୟୀ ହବ? ଅପସନ କଣ ଅଛି? କ୍ଲୋରୋପ୍ଲାଷ୍ଟ ହବ, ମାଇଟୋକଣ୍ଡ୍ରିଆ ହବ, ନା ହଉଛି ଲ୍ୟୁକୋପ୍ଲାଷ୍ଟ ହବ, ନା ହଉଛି ପେରୋକ୍ସିଜମ ହବ। କୋଉଟା ଆମର ଶକ୍ତି ଯୋଉ ଶୋଷଣରେ ସାହାଯ୍ୟ କରିଥାଏ ଆଉ ଶକ୍ତି ରୂପାନ୍ତରଣ ବା ଟ୍ରାନ୍ସଫର କନଜରଭେସନ ବା କନଭର୍ସନ ବା ଟ୍ରାନ୍ସଫରମେସନ ରେ ଆମର ସାହାଯ୍ୟ କରିଥାଏ କୋଉ କ୍ଷେତ୍ରରେ ନା ହଉଛି ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି, ଯେଟା କି ମାଇଟୋକଣ୍ଡ୍ରିଆ ହେଲା। ଏଟା ବହୁତ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟା ହେଲା। ପିଲାମାନେ କ୍ଲୋରୋପ୍ଲାଷ୍ଟ ମାରିଦେଇକି ଆସିବେ, କିନ୍ତୁ ନା ଶ୍ୱସନରେ ଆମକୁ ସାହାଯ୍ୟ କରିଥାଏ କିଏ ନା ହଉଛି ମାଇଟୋକଣ୍ଡ୍ରିଆ। ଆଉ ଏନର୍ଜି କନଭରସେସନ ରେ ବି ସାହାଯ୍ୟ କରିଥାଏ କିଏ ମାଇଟୋକଣ୍ଡ୍ରିଆ ହେଲା। ଷ୍ଟୁଡେଣ୍ଟ ସେଇଥିପାଇଁ ଦେଖିଛି କନଫ୍ୟୁଜ ହୁଅନ୍ତି କୋଉଥିରେ ନା କ୍ଲୋରୋପ୍ଲାଷ୍ଟ। କ୍ଲୋରୋପ୍ଲାଷ୍ଟ କୋଉଥିରେ ସାହାଯ୍ୟ କରିଥାଏ ନା ଫଟୋସିନ୍ଥେସିସ ରେ ବା ରେସ୍ପିରେସନ ରେ ସେ ସାହାଯ୍ୟ କରିଥାଏ। କିନ୍ତୁ ଯେହେତୁ ସେ କଣ କହିଛି ନା ଏଠି ଶ୍ଵସନ ବା ରେସ୍ପିରେସନ ଆମର ଯୋଉ କଣ କହିଥାଏ ଶ୍ଵସନରେ ଶକ୍ତି ରୂପାନ୍ତରିତ ହେଇଥାଏ, ପ୍ଲସ ହଉଛି କଣ କନଭରସେସନ ରେ ଏନର୍ଜି କନଭରସେସନ ରେ ସାହାଯ୍ୟ କରିଥାଏ କି ନା ମାଇଟୋକଣ୍ଡ୍ରିଆ। ଯୋଉଟା କି ଆମର ଯୋଉ ଫଟୋସିନ୍ଥେସିସ ରେ କ୍ଲୋରୋପ୍ଲାଷ୍ଟ ଯୋଉ ବାହାର କଲା ଏନର୍ଜି, ତାକୁ ମାଇଟୋକଣ୍ଡ୍ରିଆ ଏରୋବିକ ରେସ୍ପିରେସନ ରେ ତାକୁ କନଭର୍ଟ କରିଥାଏ କୋଉଠିକୁ ନା ଗ୍ଲୁକୋଜ କୁ ଆଉ ଏଟିପି କୁ ହେଲା। ତେଣୁ ମନେ ରଖିଥିବେ ରେସ୍ପିରେସନ ରେ ଆମର ଆଉ ଏନର୍ଜି କନଭରସେସନ ରେ ସାହାଯ୍ୟ କରିଥାଏ କିଏ ମାଇଟୋକଣ୍ଡ୍ରିଆ, କ୍ଲୋରୋପ୍ଲାଷ୍ଟ ନୁହେଁ। କ୍ଲୋରୋପ୍ଲାଷ୍ଟ କେବଳ ଫଟୋସିନ୍ଥେସିସ ରେ ସାହାଯ୍ୟ କରିଥାଏ। ବାକି ଯୋଉ ରହିଲା ଲ୍ୟୁକୋପ୍ଲାଷ୍ଟ, ଲ୍ୟୁକୋପ୍ଲାଷ୍ଟ କୋଉଥିରେ ସାହାଯ୍ୟ କରେ ନା ଷ୍ଟୋର ନ୍ୟୁଟ୍ରିଏଣ୍ଟସ ଲାଇକ ଷ୍ଟାର୍ଚ ହେଲା। ମନେ ରଖିଥିବେ ଯେମିତି ଆମ ଟିକେ ଆଗରୁ କାର୍ବୋହାଇଡ୍ରେଟ ଏନିମଲ ସେଲ ପଢିକି ଆସିଲେ, ସେଇଭଳିଆ ଯଦି କ୍ୱେଶ୍ଚନ ପଚାରେ ଯେ ଆମର ନ୍ୟୁଟ୍ରିଏଣ୍ଟ ଯେମିତି କି ଷ୍ଟାର୍ଚ ଗୁଡାକ ଷ୍ଟୋର କରିବା ପାଇଁ ସାହାଯ୍ୟ କରେ କିଏ ନା ଲ୍ୟୁକୋପ୍ଲାଷ୍ଟ ହେଲା। ଷ୍ଟାର୍ଚ ବା ମଣ୍ଡଦ ସେଟାକୁ ଆମର କଣ ଷ୍ଟୋର କରିବା ପାଇଁ ଲ୍ୟୁକୋପ୍ଲାଷ୍ଟ ସାହାଯ୍ୟ କରିଥାଏ। ପେରୋକ୍ସିଜମ କୋଉଥିରେ ସାହାଯ୍ୟ କରିଥାଏ ନା ହ୍ୟାଣ୍ଡେଲ ଫ୍ୟାଟି ଏସିଡ ଅକ୍ସିଡେସନ ଏଣ୍ଡ ଡିଟକ୍ସିଫିକେସନ। ଡିଟକ୍ସିଫିକେସନ ମାନେ ବିଷାକ୍ତ ଯେହେତୁ ଖାଦ୍ୟ ଗୁଡାକ ସେଟାକୁ ନଷ୍ଟ କରିବା ପାଇଁ ଡିଟକ୍ସିଫିକେସନ କୁହାଯାଏ। ଆଉ ଫ୍ୟାଟି ଏସିଡ ର ଅକ୍ସିଡେସନ ପାଇଁ ହେଲା। ଫ୍ୟାଟି ଏସିଡ ଗୁଡାକ ଯୋଉ ଲିପିଡ ଜାତୀୟ ଖାଦ୍ୟ ଗୁଡାକର ତାକୁ ଅକ୍ସିଡେସନ କରିବା ପାଇଁ ଆମ ପେରୋକ୍ସିଜମ ଟା ସାହାଯ୍ୟ କରିଥାଏ ହେଲା। ବହୁତ ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡାକ ମନେ ରଖିବେ ଟିକେ, ନହେଲେ ନୋଟ ଡାଉନ କରୁଥିବେ ଖାତାରେ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଅଙ୍ଗିକା ରଞ୍ଜକ କଣିକା ଧାରଣ କରିଥାଏ ଏବଂ ଆଲୋକ ଶୋଷଣ ପାଇଁ ସୂର୍ଯ୍ୟ କିରଣ ସଂଗ୍ରହ କରେ ହେଲା। Which organelles contains the pigment molecule and captures the sunlight to perform the photosynthesis? ତା ଭିତରେ କଣ ଥିବ ପିଗମେଣ୍ଟ ଥିବ, ମାନେ ସବୁଜ କଣିକା ନୁହେଁ, ମାନେ କଲରଫୁଲ ବାଲା ହେଲା। ଆଉ ସେ କଣ କରୁଥିବ ନା ଫଟୋସିନ୍ଥେସିସ ବି କରୁଥିବ। ଅପସନ ଗୋଟେ କଣ ଦେଇଛି, ଅପସନ ନମ୍ବର ଅଛି କ୍ରୋମୋପ୍ଲାଷ୍ଟ, କ୍ଲୋରୋପ୍ଲାଷ୍ଟ, ଲ୍ୟୁକୋପ୍ଲାଷ୍ଟ, ନା ହଉଛି ଭେକ୍ୟୁଲ। କାହା ପାଖରେ ଆମେ ରଞ୍ଜକ ଅଙ୍ଗିକା ଗୁଡାକ ବା ପିଗମେଣ୍ଟ ମଲିକ୍ୟୁଲ ଦେଖିଥାଉ, ସଠିକ ଉତ୍ତରଟି କଣ ହବ କ୍ଲୋରୋପ୍ଲାଷ୍ଟ ହେଲା। କ୍ଲୋରୋପ୍ଲାଷ୍ଟ ପାଖରେ କଣ ଥାଏ ନା ଗ୍ରୀନ ପିଗମେଣ୍ଟ ଥାଏ, ଯୋଉଟା କଣ କୁହାଯାଏ କ୍ଲୋରୋଫିଲ ବୋଲି କୁହାଯାଏ। ଯୋଉଟା କଣ କରେ ନା এবଜର୍ଭ କରେ ସୋଲାର ଏନର୍ଜି କୁ ଫର ଫଟୋସିନ୍ଥେସିସ। ପଢିଛେ ଯେ ଫଟୋସିନ୍ଥେସିସ ରେ ଆମେ କ୍ଲୋରୋପ୍ଲାଷ୍ଟ ସାହାଯ୍ୟ କରିଥାଏ। କେମିତି ଭାବରେ ପଚାରି ପାରେ ନା କ୍ଲୋରୋଫିଲ ଯୋଉଟା ରଙ୍ଗ ହଉଛି କଣ ଗ୍ରୀନ କଲର ର ହେଲା, ସେଟା କି ଫଟୋସିନ୍ଥେସିସ ଆମକୁ ସାହାଯ୍ୟ କରିଥାଏ। ନେକ୍ସଟ ଯୋଉ ରହିଲା କଣ କ୍ରୋମୋପ୍ଲାଷ୍ଟ। କ୍ରୋମୋପ୍ଲାଷ୍ଟ ଅପସନ ଏ ରେ ଥିଲା ଯୋଉ କ୍ରୋମୋପ୍ଲାଷ୍ଟ ହଉଛି କଣ ନନ୍ ଗ୍ରୀନ ପିଗମେଣ୍ଟ। ସେଟା ଆମର ରେଡ କଲର ହେଇପାରେ, ଯେଟା କି ଆମର ଦେଖାଯାଏ କୋଉଥିରେ ଆମର ଦେଖିବେ ଫ୍ରୁଟ ଆଉ ଫ୍ଲାୱାର ବିଭିନ୍ନ ପ୍ରକାର ଫୁଲ ଦେଖିଥିବେ, ଯୋଉଟା କି ଆମର କଣ କେବେ ତ ଗ୍ରୀନ ହେଇନଥାଏ, କଣ ନାଲି ହଳଦୀ ଧଳା ଏମିତି ସବୁ ରହିଥାଏ। ସେଥିରେ ତେଣୁ କ୍ୱେଶ୍ଚନ ପଚାରି ପାରେ ଯେ ଆମର ସବୁ ନାଲି ଫୁଲରେ କୋଉ ପ୍ରକାର ପିଗମେଣ୍ଟ ରହିଥାଇ ପାରେ। ଆନ୍ସର ହବ କଣ ନା କ୍ରୋମୋପ୍ଲାଷ୍ଟ, କ୍ଲୋରୋପ୍ଲାଷ୍ଟ ନୁହେଁ କ୍ରୋମୋପ୍ଲାଷ୍ଟ। କ୍ଲୋରୋପ୍ଲାଷ୍ଟ କେବଳ କଣ ପତ୍ରରେ ଥାଏ,
କ୍ରୋମୋପ୍ଲାଷ୍ଟଟା ବିଭିନ୍ନ ପ୍ରକାର ଫ୍ରୁଟ୍ ହେଲା ଆପେଲ୍ ଯେମିତି ଧର ରେଡ୍ କଲର୍ ଥାଏ ସେଇଥିରେ କଣ ଥାଏ ସବୁ ଯୋଉ କ୍ରୋମୋପ୍ଲାଷ୍ଟଟା ରହିଥାଏ। ଫୁଲରେ ବି ସେମିତି ରହିଥାଏ। ନେକ୍ସଟ ଅଛି କଣ ନା ଲ୍ୟୁକୋପ୍ଲାଷ୍ଟ। ଲ୍ୟୁକୋପ୍ଲାଷ୍ଟ କଣ କରେ ନା ଏଟା ହଉଛି ଗୋଟେ କଲରଲେସ୍ ଷ୍ଟୋରେଜ ପିଗମେଣ୍ଟ ହେଲା। ଯଦି କ୍ୱେଶ୍ଚନ ଦିଏ ଯେ କାହାର କଲର ଅଛି ବା ଗ୍ରୀନ କଲର ପିଗମେଣ୍ଟ କିଏ ହଉଛି କ୍ଲୋରୋପ୍ଲାଷ୍ଟ ହେଲା। କ୍ଲୋରୋପ୍ଲାଷ୍ଟ ଯେଟା କି ଆମର ଫଟୋସିନ୍ଥେସିସରେ ପାର୍ଟିସିପେଟ କରିଥାଏ। ଯଦି କହିଥିବ ଯେ କୋଉ ପିଗମେଣ୍ଟର କଣ ନଥାଏ କୌଣସି କଲର ନଥାଏ କଣ ହବ ଲ୍ୟୁକୋପ୍ଲାଷ୍ଟ ହବ ହେଲା। ମନେ ରଖିବେ ଲ୍ୟୁକୋପ୍ଲାଷ୍ଟ କଲରଲେସ୍ ଆଉ ଷ୍ଟୋରେଜ କଣ ପ୍ଲାଷ୍ଟିଡରେ ସିଏ ଷ୍ଟୋରେଜ ହେଇକି ରହିଥାଏ। ନେକ୍ସଟ ଅଛି କଣ ନା ଭେକ୍ୟୁଲ୍ସ। ଭେକ୍ୟୁଲ୍ସ କଣ କରିଥାଏ ନା ଯାହାକି ଆଗରୁ କହିଥିଲି ସେଠି ଷ୍ଟୋରେଜ ରହିଥାଏ ପାଣି ହେଲା। ସେ କଣ କରିଥାଏ ମେଣ୍ଟେନ୍ସ ସେଲ ଟର୍ଜିଡିଟି ମାନେ ଗୋଟେ ସେଲକୁ ମାନେ ଟର୍ଜିଡିଟି ମାନେ କଣ ମାନେ ସେଲକୁ ଗୋଟେ ଡେଫିନେଟ ସେପରେ ରଖିବା ପାଇଁ ସେ ସାହାଯ୍ୟ କରିଥାଏ ଟର୍ଜିଡିଟି ଦେଇଥାଏ। ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା କଣ ଦେଇଛି ପରବର୍ତ୍ତୀ ପ୍ରଶ୍ନ ଏଠି ଅଛି ପ୍ରାଣୀ କୋଷରେ ବୃହତ ସ୍ଥାୟୀ ରସଧାନୀ ନଥାଏ ଉଦ୍ଭିଦ କୋଷରେ ଥିବା ବୃହତ କେନ୍ଦ୍ରୀୟ ରସଧାନୀ ମୁଖ୍ୟ କାର୍ଯ୍ୟ କଣ ଯେହେତୁ ଆନିମାଲ ସେଲରେ ଯେମିତି ବଡ ପ୍ଲାଷ୍ଟିଡ ବା କଣ କହୁଛି ଭେକ୍ୟୁଲ ରସଧାନୀ ଅର୍ଥ କଣ ହଉଛି କଣ ନା ଭେକ୍ୟୁଲ ଭେକ୍ୟୁଲ ନଥାଏ ଗୋଟେ ଛୋଟ ଭେକ୍ୟୁଲଟେ ଥାଏ କିନ୍ତୁ ସେ ଯୋଉ ଛୋଟ ଭେକ୍ୟୁଲଟେ ଥାଏ ପ୍ଲାଣ୍ଟ ସେଲରେ କିନ୍ତୁ ସେଟା ବଡ ଥାଏ ବଡଟାର କାମ କଣ ବା ପ୍ଲାଣ୍ଟ ସେଲ ସେ କଣ କରିଥାଏ ହେଲା କଣ ପାଇଁ ସେ ବଡ ଭେକ୍ୟୁଲଟା ରହିଥାଏ ଅପସନ କଣ ଦେଇଛି ପ୍ରୋଟିନ ସଂଶ୍ଲେଷଣ ପାଇଁ ରହିଥାଏ ନା ସ୍ଫୀତ ଅବସ୍ଥା ବଜାୟ ରଖିବା ବା ଆମର ଟର୍ଜିଡିଟି ମେଣ୍ଟେନ କରିବା ପାଇଁ ଆଉ ଜଳ ସଞ୍ଚୟ କରିବା ପାଇଁ ଅପସନ ନମ୍ବର ସି ଅଛି ନ୍ୟୁକ୍ଲିୟସ ବିଭାଜନ କରିବା ପାଇଁ ଅପସନ ନମ୍ବର ଡି ଅଛି ବଂଶଗତ ଗୁଣ ନିୟନ୍ତ୍ରଣ କରିବା ପାଇଁ ହେଲା ଯୋଉ ଆମର ଭେକ୍ୟୁଲଟା ପ୍ଲାଣ୍ଟ କ୍ଷେତ୍ରରେ ବଡ ରହିଥାଏ କଣ ପାଇଁ ସଠିକ ଉତ୍ତରଟି ହବ କଣ ନା ଅପସନ ନମ୍ବର ବି କଣ ଅଛି ମେଣ୍ଟେନ ଟର୍ଜିଡିଟି ଆଣ୍ଡ ଷ୍ଟୋର ୱାଟର ମାନେ ଗୋଟେ ସ୍ଥାୟୀ ତାର ଆକାର ବଜାୟ ରଖିବା ପାଇଁ ଆଉ ଜଳ ସଞ୍ଚୟ କରି ରଖିବା ପାଇଁ କଣ ରହିଥାଏ ପ୍ଲାଣ୍ଟ ସେଲରେ ଭେକ୍ୟୁଲଟା ରହିଥାଏ ପ୍ଲାଣ୍ଟ ସେଲରେ ଭେକ୍ୟୁଲ ଦରକାର ହଉଛି କଣ ନା ଗୋଟେ ଦେଖିବେ ଆପଣ ଗଛଟା ଡେଫିନେଟ ସେପ୍ ରହିଥାଏ ହେଲା ଯୋଉଟାରେ କି ସେ ଭେକ୍ୟୁଲ ପାଇଁ ସେ ଦେଇଥାଏ ବାହାରୁ ସେଲୁଲାରଟା କଠିନ ରହିଥାଏ ପ୍ଲସ୍ ଭିତରକୁ ଯଦି ସେଇଭଳିଆ ପ୍ରେସରଟି ପଡିବ ତାହେଲେ ଗୋଟେ ଡେଫିନେଟ ଜିନିଷଟା ସ୍ଥାୟୀ ଭାବରେ ରହିପାରିବ ହେଲା there is a large central vacuole exert torture pressure against the cellular against ସେ ପ୍ରେସରଟା ପକେଇ ଯାହା ଫଳରେ କି ସେ ଗୋଟେ ଡେଫିନେଟ ଷ୍ଟ୍ରକ୍ଚର ଭାବରେ ରହିଥାଏ ହେଲା କିପିଂ ଦ ପ୍ଲାଣ୍ଟ ଅପରାଇଟ ଉପରକୁ ବଢିବା ପାଇଁ ସାହାଯ୍ୟ କରିଥାଏ ଆଉ ଷ୍ଟୋରିଂ ଦ ସେଲ ସେପ୍ ହେଲା ମଣିଷ ତୁଳନାରେ କଣ ଗଛ ଅଧିକ ବଡ କଣ ପାଇଁ ହେଇଥାଏ ନା ଏଇ ପାଇଁ ଯେହେତୁ ଭେକ୍ୟୁଲଟା ଥାଏ ସେ ପ୍ରେସର ପକେଇ ସେଲୁଲ ଉପରେ ତାପରେ ସେ ଅପରାଇଟ ଭାବରେ ଉପରକୁ ଅଧିକ ବଢିବା ଯାଇଥାଏ ହେଲା ନେକ୍ସଟ ହେଲା ଯୋଉ ପ୍ରୋଟୋସିନ୍ଥେସିସରେ କିଏ ସାହାଯ୍ୟ କରିଥାଏ ରାଇବୋଜୋମ ଆଗକୁ ଡିସ୍କସନ କରିଛି ରାଇବୋଜୋମ ଆମ ଫଟୋସିନ୍ଥେସିସରେ ସାହାଯ୍ୟ କରିଥାଏ ନେକ୍ସଟ ହେଲା ଯୋଉ ନ୍ୟୁକ୍ଲିୟସ ଡିଭିଜନଟା ଆମର କଣ୍ଟ୍ରୋଲ କାହା ଦ୍ୱାରା ହେଇଥାଏ ନା ସେଣ୍ଟ୍ରୁଲ୍ସ ଦ୍ୱାରା ହେଇଥାଏ ଯୋଉଟା କି ମାଇକ୍ରୋଟ୍ୟୁବୁଲ୍ସ ଗୁଡାକ ଏପଟ ସେପଟ ଯାଇଥାନ୍ତି ହେଲା ସେ ଅନୁସାରେ ସେଲ ଡିଭିଜନଟା ହେଇଥାଏ ନେକ୍ସଟ ହେଲା ଯୋଉ ଜେନେଟିକ ଟ୍ରେଡ୍ସଟା ମାନେ ଯୋଉ ବାପାଙ୍କ ପାଖରୁ ତା ପୁଅ ପାଖକୁ ଆସିବ ବା ଅଫସ୍ପ୍ରିଙ୍ଗ ମାନଙ୍କୁ ଯୋଉ କୁହାଯାଏ ମାନେ ଗୋଟେ ଜେନେରେସନ ଆଉ ଗୋଟେ ଜେନେରେସନ ତିଆରି ହବ ତାର ଗୁଣ ଗୁଡାକ କାହା ଦ୍ୱାରା ଯାଇଥାଏ ନା ଡିଏନଏ ଯୋଉଟା କି ଆମର ହିଷ୍ଟୋନ ପ୍ରୋଟିନ ବୋଲି କୁହାଯାଇଥାଏ ଡିଅକ୍ସି ରାଇବୋ ନ୍ୟୁକ୍ଲିକ ଏସିଡ ମଧ୍ୟ କୁହାଯାଏ ଡିଏନଏ ଯଦି ଆବ୍ରିଭିଏସନ ପଛରେ ଲେଖିପାରିବେ ପରବର୍ତ୍ତୀ ପ୍ରଶ୍ନକୁ ଯିବା ପ୍ରାଣୀ କୋଷର କେଉଁ ସଂରଚନା ଅନ୍ତଃପାରଗମ୍ୟ ଏବଂ ପଦାର୍ଥର ଆଦାନ ପ୍ରଦାନକୁ ନିୟନ୍ତ୍ରଣ କରିଥାଏ which cellular structure is selectively permeable ହେଲା ସିଲେକ୍ଟିଭଲି permeable ମାନେ କିଛି କଣ ଥିବ permeable ମାନେ ଅର୍ଥ ହଉଛି କଣ ସବୁ ଜିନିଷକୁ ଯିବା ପାଇଁ ସିଏ ଆଲାଉ କରିବ କିନ୍ତୁ ସିଲେକ୍ଟିଭଲି ମାନେ କିଛି ଯେଗୁଡାକ ଦରକାର ବା ସିଏ ଯେଗୁଡାକୁ ଚାହିଁବ ସିଏ ହିଁ ସେଟାକୁ ଯିବା ପାଇଁ ଦବ ସେଟା ହଉଛି ସିଲେକ୍ଟିଭଲି permeable ଆଉ ରେଗୁଲେଟ କଣ କଣ ଟ୍ରାନଜିଷ୍ଟ ଅଫ ଦ ମେଟେରିଆଲ ଇନସାଇଡ ଅର ଆଉଟସାଇଡ ଦ ଆନିମାଲ ସେଲ କ୍ଷେତ୍ରରେ এটা କିଏ କରିଥାଏ ଅପସନ ଗୁଡା କଣ ଦେଇଛି କୋଷ ଭିତ୍ତି କରିଥାଏ ନା ହଉଛି ପ୍ଲାଜମା ମେମ୍ବ୍ରେନ କରିଥାଏ ନା ହଉଛି ନ୍ୟୁକ୍ଲିୟର ପୋର କରିଥାଏ ନା ହଉଛି ଏଣ୍ଡୋପ୍ଲାଜମିକ ରେଟିକୁଲମ କରିଥାଏ ତେଣୁ ଅପସନ କୋଉଟା ଠିକ ହବ କୋଉଟା ସିଲେକ୍ଟିଭଲି permeable ଆଉ ଇନସାଇଡ ଆଉଟସାଇଡ ମେଟାଲ ଯିବା ପାଇଁ ସାହାଯ୍ୟ କରିଥାଏ କିଏ ଅପସନ ନମ୍ବର ବି କଣ ଅଛି ପ୍ଲାଜମା ମେମ୍ବ୍ରେନ ହେଲା ପ୍ଲାଜମା ମେମ୍ବ୍ରେନ କଣ ସିଲେକ୍ଟିଭଲି permeable ଆଉ କୋଉଥିରେ ତିଆରି ମାନେ ତେଣୁ ଫସ୍ଫୋଲିପିଡ ବାଇଲେୟାର ମାନେ ଦିଟା ଫସ୍ଫରସ ଥିବ ମଝିରେ ଲିପିଡ ଥିବ ସେଟା ଫସ୍ଫେଟ ଲିପିଡ ବାଇଲେୟାର ମଧ୍ୟ କୁହାଯାଇଥାଏ ତାକୁ ଯଦି ପଚାରେ ଆମ ପ୍ଲାଜମା ମେମ୍ବ୍ରେନ କୋଉଥିରେ ତିଆରି ମନେ ରଖିବେ କଣ ଫସ୍ଫୋଲିପିଡ ବାଇଲେୟାର ତିଆରି ଆଉ ସିଲେକ୍ଟିଭଲି permeable ମାନେ କଣ ଯୋଉଟା ସେଲ ପାଇଁ ମାନେ ଦରକାର ହବ ଯେମିତି କି ଜଳ ଦରକାର ହବ ହେଲା ଏଠି ବି ଦରକାର ହବ ତେଣୁ ସେଇଗୁଡାକ ହିଁ ସେ ଏଲାଉ କରିବ ଅଲଗା ଗୁଡାକ ଏଲାଉ କରିବ ନାହିଁ ଯୋଉଟା କି ଏକ ପ୍ରକାର ଆପଣ ଭାବିପାରିବେ କଣ ପ୍ରୋଟେକ୍ସନ ବି ଦେଇଥାଏ ଏଗୁଡାକ ଆଉ ନେକ୍ସଟ ଯଦି ସେଲୁଲାରଟା ହଉଛି କଣ ଏଟା permeable fully permeable ସବୁ ଜିନିଷକୁ ସେ ଏଲାଉ କରିବ ହେଲା କ୍ୱେଶ୍ଚନ ବେଳେ ପଚାରି ପାରେ ସେଲୁଲାରଟା କେମିତିଆ ସିଲେକ୍ଟିଭଲି permeable ନା ଫୁଲ permeable ଆଉ କିଛି ଦେଇଥିବ ଅପସନ ଗୁଡାକ ତେଣୁ ମନେ ରଖିବ କଣ ସେଲୁଲାରଟା ହଉଛି କଣ fully permeable କିନ୍ତୁ ପ୍ଲାଜମା ମେମ୍ବ୍ରେନ ଯଦି କହିଥିବ କଣ ହବ ନା ସିଲେକ୍ଟିଭଲି permeable ହବ ହେଲା ଯୋଉଟା କି ଆମର କଣ ଆବସେଣ୍ଟ ହେଇଥାଏ ଆନିମାଲ ସେଲରେ ହେଲା ଆମର ସେଲୁଲାରଟା ନଥାଏ ଆଉ ନ୍ୟୁକ୍ଲିୟସ ପୋରଟା କୋଉଠି ଥାଏ ନା ଟ୍ରାଫିକ ବିଟୱିନ ଦ ନ୍ୟୁକ୍ଲିୟସ ଏଣ୍ଡ ସାଇଟୋପ୍ଲାଜମ ହେଲା ଏଇଠି ଦେଖନ୍ତୁ ନ୍ୟୁକ୍ଲିୟସ ଆଉ ସାଇଟୋପ୍ଲାଜମ କଣ ନା ନ୍ୟୁକ୍ଲିୟସ ଏଠି ସେଣ୍ଟର ରହିଲା ଟୋଟାଲ ମାସଟା ଏ ଯୋଉ ନ୍ୟୁକ୍ଲିୟସ ଉପରେ ଡିପେଣ୍ଡ କରେ ତେଣୁ ଏଇ ନ୍ୟୁକ୍ଲିୟସକୁ ଛାଡିଦେଲେ ସେଲରେ ଆଉ ଯୋଉ ଅର୍ଗାନେଲସ ବା ଯୋଉ ଜିନିଷ ଗୁଡା ରହିଲା ସେଟାକୁ କଣ କୁହାଯାଏ ନା ସାଇଟୋପ୍ଲାଜମ ବୋଲି କୁହାଯାଏ ମନେ ରଖିବେ ନ୍ୟୁକ୍ଲିୟସକୁ ଛାଡିକି ସେଲରେ ଆଉ ଯୋଉ ଜିନିଷ ଗୁଡାକ ରହିଲା ସେଟା କଣ କୁହାଯାଏ ସାଇଟୋପ୍ଲାଜମ କୁହାଯାଏ ତେଣୁ ନ୍ୟୁକ୍ଲିୟସରୁ ଜିନିଷ ବାହାରକୁ ଯିବ ବା ସାଇଟୋପ୍ଲାଜମ ଜିନିଷଟା ଭିତରକୁ ଯିବା ପାଇଁ ସେ ଯୋଉ ଜାଗା ଦେଇ ଯାଇଥାଏ ସେଟା କଣ କୁହାଯାଏ ନ୍ୟୁକ୍ଲିୟସ ପୋର ବୋଲି ବା ନ୍ୟୁକ୍ଲିୟର ପୋର ବୋଲି କୁହାଯାଇଥାଏ
ଆଉ ନେକ୍ସଟ হলো ଯୋଉ ଏଣ୍ଡୋପ୍ଲାଜମିକ ରେଟିକୁଲମ। ଏଣ୍ଡୋପ୍ଲାଜମିକ ରେଟିକୁଲମ କଣ କରିଥାଏ ନା ଟ୍ରାନ୍ସପୋର୍ଟ ପ୍ରୋଟିନ ଲିପିଡ ଇଣ୍ଟରନାଲି। ସେ କଣ କରିଥାଏ ଭିତରେ ଯୋଉ ସେଲ ଭିତରେ ସେ ଆମର ଯେଟା କଣ ଟ୍ରାନ୍ସପୋର୍ଟେସନ ମଧ୍ୟ କହିଥିଲେ ପ୍ରୋଟିନ ଆଉ ଲିପିଡ କୁ ଟ୍ରାନ୍ସପୋର୍ଟ କରିବାରେ ମୁଖ୍ୟ ଭୂମିକା କିଏ ନେଇଥାଏ ନା ଏଣ୍ଡୋପ୍ଲାଜମିକ ରେଟିକୁଲମ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି କେଉଁ କୋଷ ଅଙ୍ଗିକା ଉଭୟ ଉଦ୍ଭିଦ ଓ ପ୍ରାଣୀ କୋଷର ନିୟନ୍ତ୍ରଣ କେନ୍ଦ୍ର ବା ମସ୍ତିଷ୍କ ଅଟେ ହେଲା। ଉଭୟ ପ୍ଲାଣ୍ଟ ଆଉ ଆନିମାଲ ସେଲ ଆମେ ବ୍ରେନ ବୋଲି କାହାକୁ କହିବା। ଅପସନ କଣ ଦେଇଛି ନ୍ୟୁକ୍ଲିୟସ କୁ କହିବା, ଗୋଲ୍ଗି ଆପାରେଟସ କୁ କହିବା, ମାଇଟୋକଣ୍ଡ୍ରିଆ କୁ କହିବା ନା ନ୍ୟୁକ୍ଲିୟୋଲସ କୁ କହିବା। ତେଣୁ ସଠିକ ଉତ୍ତର କଣ ହବ ନା ହଉଛି ଅପସନ ନମ୍ବର ଏ ଯେଟା କି ନ୍ୟୁକ୍ଲିୟୋଲସ ହେଲା। ମନେ ରଖିଥିବେ ନ୍ୟୁକ୍ଲିୟୋଲସ ହେଲା, ନ୍ୟୁକ୍ଲିୟସ ନୁହେଁ ନ୍ୟୁକ୍ଲିୟୋଲସ ହେଲା। ନ୍ୟୁକ୍ଲିୟୋଲସ କୁ ଆମେ କଣ କହିବା ଅପସନ ନମ୍ବର ଏଟା ଯୋଉଟା ଅଛି ସେଟା କଣ କହିବା ଆମେ ବ୍ରେନ ବୋଲି କହିବା। ଦ ନ୍ୟୁକ୍ଲିୟସ କଣ୍ଟେନ୍ସ ହେରିଡିଟେରୀ ମେଟେରିଆଲ୍ସ ଡିଏନଏ ହେଲା, ଯୋଉଟା କି ଆମର ହେରିଡିଟେରୀ ଡିଏନଏ ଯୋଉଟା କି ଅଛି ସେ ଆମର ମାନେ ଗୋଟେ ଅପଷ୍ଟ୍ରିମ ଗୋଟେ ଲୋକ ଜେନେରେସନ ଆଉ ଜେନେରେସନ ଯୋଉ ଗୁଣ ଗୁଡାକ ଯିବ ତାକୁ ଆମେ କଣ କହିବା ହଉଛୁ ଆମର ଡିଏନଏ କହିବା। ମନେ ରଖିଥିବେ ଏଟା ନ୍ୟୁକ୍ଲିୟୋଲସ ନୁହେଁ ହେଲା, ଦିଟା ହବନି ଏଟା ହବ ନ୍ୟୁକ୍ଲିୟସ ହେଲା, ନ୍ୟୁକ୍ଲିୟୋଲସ ନୁହେଁ ହେଲା। ନ୍ୟୁକ୍ଲିୟସ ହବ ଅପସନ ନମ୍ବର ଏଟା ହେଲା। ଆଉ ଯୋଉଟା କି ମେଟାବଲିକ ଆକ୍ଟିଭିଟି କୁ ବି କଣ ରେଗୁଲେଟ କରିଥାଏ, ଯୋଉଟା କି ଯୋଉ କାମ ହବ ମେଟାବଲିକ ଆକ୍ଟିଭିଟି ମାନେ ହଉଛି କଣ ଖାଦ୍ୟରୁ ଯୋଉ ଆମର ଏନର୍ଜି ବାହାରିବ ବା କୋଉଠି କଣ ପ୍ରୋଟିନ ସିନ୍ଥେସିସ୍ ହେବ ସେଟାକୁ ରେଗୁଲେଟ କରିଥାଏ କି ନ୍ୟୁକ୍ଲିୟସ, ସେଥିପାଇଁ ତାକୁ କଣ କୁହାଯାଏ ବ୍ରେନ ବୋଲି କୁହାଯାଇଥାଏ। ନେକ୍ସଟ ଯୋଉ ଗୋଲ୍ଗି ଆପାରେଟସ ରହିଲା ସିଏ କଣ କରିଥାଏ ପ୍ରୋସେସ ଦ ମଲିକ୍ୟୁଲ୍ସ, ମଲିକ୍ୟୁଲ୍ସ ଗୁଡାକ ପ୍ରୋସେସ କରିବା ପାଇଁ ସାହାଯ୍ୟ କରିଥାଏ। ମାଇଟୋକଣ୍ଡ୍ରିଆ ତ ଏଟିପି ପ୍ରଡକ୍ସନ କରିଥାଏ ଯୋଉଟା କି ଏନର୍ଜି ଦେଇଥାଏ ଆମକୁ। ଆଉ ନ୍ୟୁକ୍ଲିୟୋଲସ ଆସିଲା କଣ ନ୍ୟୁକ୍ଲିୟସ ଇଜ ଦ ସବ୍ ଡିଭିଜନ ୱିଦିନ ଦ ନ୍ୟୁକ୍ଲିୟସ that produce the ribosome sub unit ହେଲା। ଯୋଉ ରାଇବୋଜୋମ ସବ ୟୁନିଟ ଆଗ ତିଆରି କରିବା ପାଇଁ ନ୍ୟୁକ୍ଲିୟୋଲସ ହଉଛି ନ୍ୟୁକ୍ଲିୟସ ଧର ଏଇଟା ହବ ତା ଭିତରେ ଅଛି ସେଟା କଣ କୁହାଯାଏ ନ୍ୟୁକ୍ଲିୟୋଲସ। ତା ଭିତରେ ନ୍ୟୁକ୍ଲିୟସ ର ଗୋଟେ ପାର୍ଟ ହଉଛି ନ୍ୟୁକ୍ଲିୟୋଲସ, ସେ କୋଉଥିରେ ସାହାଯ୍ୟ କରିଥାଏ ନା ରାଇବୋଜୋମ ଯୋଉ ସବ ୟୁନିଟ ତିଆରି କରିପାରେ। ରାଇବୋଜୋମ ପୁଣି କଣ କରିଥାଏ ପ୍ରୋଟିନ ସିନ୍ଥେସିସ ରେ ସାହାଯ୍ୟ କରିଥାଏ। ତେଣୁ ସେଥିପାଇଁ ଯଦି କ୍ୱେଶ୍ଚନ ପଚାରେ ଯେ ଆମ ରାଇବୋଜୋମ ତିଆରି କରିପାରେ ପ୍ରଡ୍ୟୁସ କରିପାରେ କିଏ ସାହାଯ୍ୟ କରିଥାଏ ମନେ ରଖିଥିବ କଣ ନ୍ୟୁକ୍ଲିୟୋଲସ ହେଲା। ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି କଣ କେଉଁ ଅଙ୍ଗିକା ପ୍ରାଣୀ କୋଷ ବିଭାଜନ ସମୟରେ ସ୍ପିଣ୍ଡିଲ ତନ୍ତୁ ଗଠନରେ ସାହାଯ୍ୟ କରେ କିନ୍ତୁ ଉଚ୍ଚ ସ୍ତରୀୟ ଉଦ୍ଭିଦରେ ନଥାଏ ହେଲା। ହୁଇଚ ଅର୍ଗାନେଲ ଆସୋସିଏଟେଡ ୱିଥ ସ୍ପିଣ୍ଡିଲ ଫାଇबर ହେଲା, ଯୋଉଟା କି ଟିକେ ଆଗରୁ ଡିସକସନ କରିଥିଲେ ଦେଖିଥିବେ ଏଟା କଣ ଫର୍ମେସନ ରେ ସାହାଯ୍ୟ କରିଥାଏ ଡ୍ୟୁରିଂ ଦ ଆନିମଲ ସେଲ ଡିଭିଜନ, ଆନିମଲ ସେଲ ଡିଭିଜନ ରେ ସାହାଯ୍ୟ କରିଥାଏ। ବଟ୍ ଇଜ ଏବସେଣ୍ଟ ଇନ ଦ ହାୟର ପ୍ଲାଣ୍ଟ, ହାୟର ପ୍ଲାଣ୍ଟ କ୍ଷେତ୍ରରେ ବା ଉଚ୍ଚ ସ୍ତରୀୟ ଯୋଉଗୁଡାକ ପ୍ଲାଣ୍ଟ କ୍ଷେତ୍ରରେ ଏଟା ନଥାଏ। ଅପସନ କଣ ଦେଇଛି ସେଣ୍ଟ୍ରୋଜୋମ ଦ୍ୱାରା ହେଇଥାଏ ଏଇଟା ନା ରାଇବୋଜୋମ ଦ୍ୱାରା ହେଇଥାଏ ନା ହଉଛି ପ୍ଲାଷ୍ଟିଡ ଦ୍ୱାରା ହେଇଥାଏ ନା ଲାଇସୋଜୋମ ଦ୍ୱାରା ହେଇଥାଏ। ତେଣୁ ଏହାର ସଠିକ ଉତ୍ତରଟି କଣ ହବ କି ଆମର ସ୍ପିଣ୍ଡିଲ ଫାଇବର ତିଆରି କରିବାରେ ସାହାଯ୍ୟ କରିଥାଏ ନା ଅପସନ ନମ୍ବର ଏ ଏଥିରେ କଣ ହଉଛି ସେଣ୍ଟ୍ରୋଜୋମ ହେଲା। ସେଣ୍ଟ୍ରୋଜୋମ କନସିଷ୍ଟ ଅଫ ଟୁ ସେଣ୍ଟ୍ରିଓଲ୍ସ ହେଲା। ମନେ ରଖିଥିବେ ସେଣ୍ଟ୍ରୋଜୋମ ରେ କେତେଟା ସେଣ୍ଟ୍ରିଓଲ ଥାଏ ନା ଦୁଇଟା ସେଣ୍ଟ୍ରିଓଲ ଥାଏ that organize microtubules during the mitosis process। ମାଇଟୋସିସ ଯୋଉ ସେଲ ଡିଭିଜନ ହେଇଥାଏ ଆନିମଲ ସେଲ ରେ ସେ ମାଇଟୋସିସ ଦ୍ୱାରା କଣ ହେଇଥାଏ ମନେ ରଖିଥିବେ ମାଇଟୋସିସ ଦ୍ୱାରା ଗୋଟେ ନୂଆ ଅଫସ୍ପ୍ରିଙ୍ଗ ଯେତେବେଳେ ତିଆରି ହୁଏ ବା ସେଲ ଗୋଟେ ରୁ ଦିଟା ଯେତେବେଳେ ହୁଏ ସେଥିରେ ଆମର ମାଇଟୋସିସ ହେଇଥାଏ ହେଲା। ମାଇଟୋସିସ ଯେତେବେଳେ ହେଇଥାଏ ସେଠି ଆମର କଣ କରିଥାଏ ସେଣ୍ଟ୍ରୋଜୋମ ର ଦିଟା ଯୋଉ ସେଣ୍ଟ୍ରିଓଲ ଅଛି ସେଟା ପାର୍ଟିସିପେଟ କରିଥାଏ। ପ୍ଲାଣ୍ଟ ଅର୍ଗାନାଇଜ ଦ ସ୍ପିଣ୍ଡିଲ ଫାଇबर ୱିଦାଉଟ୍ ସେଣ୍ଟ୍ରିଓଲ୍ସ, କିନ୍ତୁ ଯଦି କ୍ୱେଶ୍ଚନ ପଚାରେ ଯେ ପ୍ଲାଣ୍ଟ କ୍ଷେତ୍ରରେ କଣ ହୁଏ ନା ଆମର ଯୋଉ ସ୍ପିଣ୍ଡିଲ ଫାଇବର ଆଗରୁ ବୁଝେଇଥିଲି ଦେଖନ୍ତୁ କଣ ହବ ନା ଏମିତିଆ ଫାଇବର ଗୁଡାକ ଉପର ତଳ ହେଇଯିବ ସବୁଗୁଡାକ ଗୋଟେ ଥିରେ ଡିଭିଜନ ହବ କଣ ଉପର ତଳ ହେଇଯିବ। ନ୍ୟୁକ୍ଲିୟସ ଟା କଣ ହେଇଯିବ ଦି ଭାଗ ହେଇଯିବ। ଫାଷ୍ଟ ସ୍ପିଣ୍ଡିଲ ଫାଇବର ହିଁ ସେପାରେଟ ହବ, ତାପରେ ନ୍ୟୁକ୍ଲିୟସ ଦି ଭାଗ ହେଇ ଏଇଠି ଦିଟା ଦିଟା ଏଠି ଗୋଟେ ସେଲ ହବ ଏଠି ଗୋଟେ ସେଲ ହବ। ଏଠି ସ୍ପିଣ୍ଡିଲ ଫାଇବର ବା ଡିଏନଏ ଯୋଉ ଆମେ ଜେନେଟିକ ମ୍ୟାଟେରିଆଲ ସେ ରହିବ ପ୍ଲସ ନ୍ୟୁକ୍ଲିୟସ ରହିବ, ଏଠି ବି ସେମିତି ସ୍ପିଣ୍ଡିଲ ଫାଇବର ଆଉ ନ୍ୟୁକ୍ଲିୟସ ରହିବ, ଏମିତି ସେଲ ଡିଭିଜନ ଆସ୍ତେ ଆସ୍ତେ ହବ। ତେଣୁ ପ୍ଲାଣ୍ଟ କ୍ଷେତ୍ରରେ କଣ ହୁଏ ବିନା ସେଣ୍ଟ୍ରିଓଲ ରେ କଣ ହେଇଥାଏ ନା ସ୍ପିଣ୍ଡିଲ ଫାଇବର ଗୁଡାକ ଅର୍ଗାନାଇଜ ହେଇଥାଏ, କିନ୍ତୁ ଆନିମଲ ସେଲ ରେ ଦିଟା ସେଣ୍ଟ୍ରିଓଲ୍ସ ଥାଏ ହେଲା। ମନେ ରଖିଲେ ଏଇଟା ଇମ୍ପୋର୍ଟାଣ୍ଟ ପଏଣ୍ଟ ଏଟା ଅଛି। ନେକ୍ସଟ ରାଇବୋଜୋମ ତ ପ୍ରୋଟିନ ସିନ୍ଥେସିସ ରେ ସାହାଯ୍ୟ କରେ। ପ୍ଲାଷ୍ଟିଡ କଣ କରିଥାଏ ନା ଆମର ଏକ୍ସକ୍ଲୁଭସ ଟୁ ପ୍ଲାଣ୍ଟ ଗୁଡାକର ଥାଏ ପ୍ଲାଷ୍ଟିଡ ଯେଟା ଆମେ କହିଥାଉ ହେଲା। ଆଉ ନେକ୍ସଟ ହଉଛି ଲାଇସୋଜୋମ ଯୋଉଟା କି ଆମର ସେଲୁଲାର ଡାଇଜେସନ ଯୋଉଟା କି ସୁଇସାଇଡାଲ ବେଗ ମଧ୍ୟ କୁହାଯାଇଥାଏ ହେଲା। ତ ବୁଝେଇଛି ଆଉ ଯିବାନି ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ତଳ ମୋଜାଇକ ମଡେଲ ଯାହାକି ଫ୍ଲୁଇଡ ମୋଜାଇକ ମଡେଲ ମଧ୍ୟ କୁହାଯାଇଥାଏ କେଉଁ କୋଷ ଅଂଶ ଗଠନକୁ ସବୁଠାରୁ ଭଲ ଭାବେ ବୁଝାଇଥାଏ। କୋଉ ପ୍ରକାର ବା ଫ୍ଲୁଇଡ ମୋଜାଇକ ମଡେଲ ବେଷ୍ଟ ଏକ୍ସପ୍ଲେନ ଦ ଷ୍ଟ୍ରକ୍ଚର ହ୍ୱିଚ ସେଲୁଲାର କମ୍ପୋନେଣ୍ଟ, କୋଉ କମ୍ପୋନେଣ୍ଟ କୁ ଆମେ ବୁଝିବା ପାଇଁ ଫ୍ଲୁଇଡ ମୋଜାଇକ ମଡେଲ ଟା ଆମକୁ ଦିଆଯାଇଥିଲା। ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟା ଟିକେ ଦେଖିଦେଇ ଯାଇଥିବେ। ଅପସନ କଣ ଦେଇଛି ସେଲୁଲାର କୁ ବୁଝିବା ପାଇଁ ଦିଆଯାଇଥିଲା ନା ହଉଛି ନ୍ୟୁକ୍ଲିୟର ମେମ୍ବ୍ରେନ କୁ ବୁଝିବା ପାଇଁ ଦିଆଯାଇଥିଲା ନା ପ୍ଲାଜମା ମେମ୍ବ୍ରେନ କୁ ବୁଝିବା ପାଇଁ ଦିଆଯାଇଥିଲା ନା ହଉଛି ଟର୍ନୋପ୍ଲାଷ୍ଟ କୁ ବୁଝିବା ପାଇଁ ଦିଆଯାଇଥିଲା ହେଲା। ତେଣୁ ଆମର ଫ୍ଲୁଇଡ ମୋଜାଇକ ମଡେଲ ଟା ଆମର କାହାକୁ ବୁଝିବା ପାଇଁ କୋଉ ଅର୍ଗାନେଲ ବୁଝିବା ପାଇଁ ଦିଆଯାଇଥିଲା ସଠିକ ଉତ୍ତର ହବ କଣ ନା ଅପସନ ନମ୍ବର ସି ଯୋଉଟା କି ପ୍ଲାଜମା ମେମ୍ବ୍ରେନ ହେଲା। ଏଇ ଯୋଉ ଫ୍ଲୁଇଡ ମୋଜାଇକ ମଡେଲ ଦେଇଥିଲେ କିଏ ମନେ ରଖିଥିବେ କଣ ସିଙ୍ଗର ଆଉ ନିକଲସନ ଦେଇଥିଲେ ହେଲା। ସେ ସେଲ ମେମ୍ବ୍ରେନ ର ଯୋଉ ରହିଲା ଫସ୍ଫୋଲିପିଡ ବାଇଲେୟାର ଯୋଉ ଥିଲା କହିଥିଲି ହେଲା, ସେଇ ପ୍ଲାଜମା ମେମ୍ବ୍ରେନ ବିଷୟରେ ଦବା ପାଇଁ ଦେଇଥିଲେ ଯୋଉଥିରେ କଣ କହିଥିଲେ ସିଏ ନା ଇଟ ଡେସ୍କ୍ରାଇବ ଦ ସେଲ ମେମ୍ବ୍ରେନ ଏଜ ଏ ଟେମ୍ପରେଷ୍ଟ ଅଫ ଦ ଫସ୍ଫୋଲିପିଡ
कोलेस्ट्रॉल्स ଆଉ ପ୍ରୋଟିନ୍ ହେଲା ମୁଭ୍ ଫ୍ଲୁଇଡଲି ଯେହେତୁ ସେଟା କଣ ଫ୍ଲୁଇଡ ଆକାରରେ ରହିଥାଏ ହେଲା ସେଗୁଡାକ ଫ୍ଲୁଇଡ ଆକାରରେ ଯେମିତି ଫସ୍ଫୋଲିପିଡ ହଉ କୋଲେଷ୍ଟ୍ରଲ୍ ହଉ ଆଉ ପ୍ରୋଟିନ୍ ହେଲା ଫସ୍ଫୋଲିପିଡ ବାଇଲେୟାର ଦ୍ୱାରା ଆମର ପ୍ଲାଜମା ମେମ୍ବ୍ରେନ୍ ଟା ତିଆରି ଆଉ ଯୋଉ ସେଲ୍ ୱାଲ୍ ଟା ରହିଲା ସେ ଷ୍ଟାଟିକ୍ ମେଶ୍ ଦ୍ୱାରା ଆମର ଗୋଟେ କଣ ଥିଓରି ଅଛି ଯୋଉଟା କି ଷ୍ଟାଟିକ୍ ମେଶ୍ କୁହାଯାଏ ତା ଦ୍ୱାରା କି ଆମେ ସେଲ୍ ୱାଲ୍ ବୁଝିଥାଉ ଟର୍ନୋପ୍ଲାଷ୍ଟ ଇଜ ଦ ମେମ୍ବ୍ରେନ୍ ସରାଉଣ୍ଡିଂ ଦ ପ୍ଲାଣ୍ଟ ଭେକ୍ୟୁଲ ତେଣୁ ପ୍ଲାଣ୍ଟ ଭେକ୍ୟୁଲ ଯୋଉ ଟର୍ଜିଡିଟି ବା ୱାଟର ଗୁଡାକ ରଖିଥାଏ ତା ଉପରେ ଗୋଟେ ଆବରଣ ରହିଥାଏ ମେମ୍ବ୍ରେନ୍ ରହିଥାଏ ଯଦି କ୍ୱେଶ୍ଚନ ପଚାରେ ଯେ ଆମର ଭେକ୍ୟୁଲ ବାହାରେ ଗୋଟେ ମେମ୍ବ୍ରେନ୍ ଟେ ରହିଥାଏ ଭେକ୍ୟୁଲ ମାନେ ତା ଭିତରେ ପାଣି ଥାଏ ହେଲା ଆଉ ସେ ଟର୍ଜିଡିଟି ଗୋଟେ ଦେଇଥାଏ ସେଲ୍ ୱାଲ୍ ଉପରେ କିଛି ପ୍ରେସର ପକେଇଥାଏ କିନ୍ତୁ ଦେଇଥିବ ତା ଉପରେ ଯୋଉ ମେମ୍ବ୍ରେନ୍ ଟା ଅଛି ତାକୁ କଣ ବୋଲି କହିବା ନା ଟର୍ନୋପ୍ଲାଷ୍ଟ ବୋଲି କହିବା ନେକ୍ସଟ क्वेश्चन को ଯିବା ନେକ୍ସଟ क्वेश्चन କଣ ଅଛି କେଉଁ କୋଶିକା ଗୁଡିକ ସଂଲଗ୍ନ हेतु अंतर्देशी जालिका बा आरईआर जेटा कोन कहै छै एंडोप्लाज्मिक रेटिकुलम रफ एंडोप्लाज्मिक रेटिकुलम खसरा देखा जाय ला रफ एंडोप्लाज्मिक रेटिकुलम दी प्रकार गोटे होची रफ आ गोटे होची स्मूथ रफ ता कोन करते ना होची प्रोटीन सिंथेसिस रे सहायता करते हला आ स्मूथ जे रोइला स्मूथ ता कोन करते ना लिपिड रे सिंथेसिस रे बा लिपिड तयारी करबे सहायता करते कि मन रखथांतु ए कोन कहले हेटा अटैचमेंट व्हिच पार्टिकल कहा सहित सी अटैच हेकी रहिथे ऑप्शन कोन देला लाइसोसोम सहित अटैच रहिथे ना राइबोसोम सहित अटैच रहिथे ना जे सेंट्रियोल सहित अटैच रहिथे ना डिक्टियोसोम सहित अटैच रहिथे तेनु जो रफ एंडोप्लाज्मिक रेटिकुलम बा आरईआर ता कहा सहित अटैच रहिथे सठी उत्तर हो कोन ना ऑप्शन नंबर बी जेटा कि राइबोसोम जेहेतु कोन कहली ना हमर रफ एंडोप्लाज्मिक रेटिकुलम ता कोन सिंथेसिस ना प्रोटीन सिंथेसिस रे सहायता करथे तेनु प्रोटीन सिंथेसिस आउ की सहायता करथे ना राइबोसोम तेनु सेत पई आरआर म एमति मन रख परिबे रफ एंडोप्लाज्मिक रेटिकुलम ता राइबोसोम सहित लागि की रहिथे हला आ जो हमर डिक्टियोसोम रहिला डिक्टियोसोम इंपोर्टेंट अछि डिक्टियोसोम ता कोन होची आर द प्लांट गोल्गी पॉली यूनिट जदि आपन क्वेश्चन देथिबो जे प्लांट रो जो गोल्गी पॉली यूनिट हमर रहिला ताकू कोन कहै जे ना होची डिक्टियोसोम हला इंपोर्टेंट पॉइंट अछि डिक्टियोसोम का कहै जे ना प्लांट क्षेत्र जो हमर गोल्गी बॉडी देखा जायते ताकू कोन कहै जे ना डिक्टियोसोम बोली कहै जायते परवर्ती प्रश्न अछि उद्भिद कोष रे बृहत केंद्रीय रसधानी को आवृत करथे झिल्ली को बा मेम्ब्रेन को हमें कोन कहबे वेहिकल को जो मेम्ब्रेन ता कोन कहबा ऑप्शन कोन देछि प्लाज्मा मेम्ब्रेन कहबा टर्नोप्लास्ट कहबा सेल वॉल कहबा ना न्यूक्लियर मेम्ब्रेन बोली कहबा सठी उत्तर कोन हबो टिके डिस्कशन कर आसले कोन हबो टर्नोप्लास्ट हबो जो हमर वेहिकल ऊपर आवरण ता कोन कहबा हमें टर्नोप्लास्ट बोली कहबा परवर्ती प्रश्न को जिबा परवर्ती प्रश्न कोन देछि ना प्राणी मानक यकृत कोष रे लिपिड संश्लेषण बा लिपिड जो सिंथेसिस रे एवं विषाक्त पदार्थ निराकरण पई कोन भूमिका दायी हेते हला हमर जो लिवर रे जो हमर डिटॉक्सिफिकेशन विषाक्त खाद्य निराकरण पई आ जो हमर लिपिड सिंथेसिस पई कोनटा रेस्पोंसिबल ऑप्शन कोन देछि रफ एंडोप्लाज्मिक रेटिकुलम स्मूथ एंडोप्लाज्मिक रेटिकुलम गोल्गी apparatus आ होची पेरोक्सिसोम हला तेणु सठिक उत्तर कौन हम आम लिवर रे को अंगिकाटा थाए ऑप्शन नंबर बी जेटा कि स्मूथ एंडोप्लाज्मिक रेटिकुलम प्रथम रु कहितली हमर लिपिड सिंथेसिस रे जो हमर स्नेहसार जातीय प्रोटीन मान पुष्टिसार लिपिड हमर स्नेहसार जातीय सार तयारी करिया परे के सहायता करथाय ना होची स्मूथ एंडोप्लाज्मिक रेटिकुलम आ कोन करथे ना डिटॉक्सिफिकेशन विषाक्त खाद्य जो खाद्य तार निराकरण पई भी हमर जो स्मूथ एंडोप्लाज्मिक रेटिकुलम हमर कोन करथे केमिकली डिटॉक्सिफाई करथे मन रखते सेटा लिवर रे भी रहिथे परवर्ती प्रश्न को जिया उद्भिद कोष रे गोल्गी बॉडी रो सब यूनिट बा अंश गुडी को कोन कहै छै हला जो गोल्गी apparatus रो प्लांट सेल जो रहिथे ताको हमें कोन कहबे ऑप्शन कोन देला सेंट्रियोल कहबा डिक्टियोसोम कहबा थाइलाकॉइड कहबा ना होची क्रिस्टा कहबा तेणु डिस्कशन करथिली सठी उत्तर कोन हबो डिक्टियोसोम हमर डिक्टियोसोम बोली कहबा हला ऑप्शन नंबर बी जेटा कि डिक्टियोसोम बोली कहबा किंतु एठी कोन होची थाइलाकॉइड का कहबा थाइलाकॉइड होची कोन इंटरनल स्ट्रक्चर क्लोरोप्लास्ट कोन फोटोसिंथेसिस रे सहायता करथे तार जो इंटरनल स्ट्रक्चर माने थाको थाको हेकी रहिथे जोडा से कोन कहै थाइलाकॉइड बोली कहै छै मन रखिबे प्लास्टिक भितर जो थाको थाको हेकी फोटोसिंथेसिस रे जे से पार्टिसिपेट करथे त कोन कहै छै थाइलाकॉइड बोली कहै छै बाकी जो रहला क्रिस्टा डीटा थिला क्रिस्टा होची कोन ना माइटोकॉन्ड्रिया जो थिला हमरो पावर हाउस बोली कहै छै ता भितर जो एमती ଭିली आकर आकु बाहरी के रहथे ता कोन कहै छै क्रिस्टा बोली कहै छै हला तीनटा पॉइंट मन रखिबे थाइलाकॉइड का कहै छै क्रिस्टा का कहै छै क्रिस्टा होची माइटोकॉन्ड्रिया रे सहायता करे माने थाए जो फोल्ड हेकिना इनर साइड रे थाइलाकॉइड होची कोन क्लोरोप्लास्ट रे रहिथे परवर्ती प्रश्न अछि निम्नलिखित मध्यरु केउ कोषटी परिपक्व अवस्था न्यूक्लियस धारण करे नाही व्हिच ऑफ द फॉलोइंग सेल्स डज नॉट कंटेन द न्यूक्लियस मैच्योरिटी सब जिंस रो न्यूक्लियस ता थाए किंतु हमर परिपक्व मैच्योरेशन परे कोन जिंसटा रे हमर न्यूक्लियस न थाए ऑप्शन कोन देछि परिपक्व मानव लौह रक्त कणिका बा मैच्योर ह्यूमन आरबीसी नर्व सेल न थाए ना जो व्हाइट ब्लड सेल्स रे न थाए ना अनियन हमर पियाज रो त्वचा कोष बा एपिडर्मल सेल रे न थाए तेनु सठी उत्तर कोन हबो परिपक्व अवस्था परे कोनटा रे न थाए ऑप्शन नंबर ए जेटा कोन अछि मैच्योर ह्यूमन आरबीसी बा रेड ब्लड सेल रे नथाय काहे कि नथाय देखि देखंतु कोन पय नदी पचारे कोन हबो ना ह्यूमन रेड ब्लड सेल लूज देयर न्यूक्लियस ड्यूरिंग द मैच्योरेशन परे करते कोन पय ना प्रोवाइड द एक्स्ट्रा रूम टू द एक्युमुलेट द हेमोग्लोबिन फॉर ऑक्सीजन ट्रांसफर कोन पय करते जेहेतु तारो माने जो हमर आरबीसी रो तारो साइज ता डेफिनेट जदी से न्यूक्लियस ता पूरा तारो बहुत जगह अधिकार करियो जदी से से कोन लूज न करिवो तापर से हीमोग्लोबिन
ନେଇ ପାରିବନି ଯାପରେ ହିମୋଗ୍ଲୋବିନ୍ କଣ କରିଥାଏ ଆମର ଅକ୍ସିଜେନ ଟ୍ରାନ୍ସପୋର୍ଟେସନରେ ସାହାଯ୍ୟ କରିଥାଏ। ତେଣୁ ଯଦି ସେ ନ୍ୟୁକ୍ଲିୟସ୍ ଟାକୁ ବାହାର କରିଦେବା ଲୁଜ୍ କରିଦେବ ସେଇ ଜାଗାରେ କିଏ ଆସିବ ନା ହିମୋଗ୍ଲୋବିନ୍ ଆସିବ। ତେଣୁ କ୍ୱେଶ୍ଚନ ଏମିତି ପଚାରିପାରେ ଯେ ଆରବିସି ଯୋଉ ଆମର କଣ କରେ ତା ଭିତରେ ନ୍ୟୁକ୍ଲିୟସ୍ ନଥାଏ କଣ ପାଇଁ ନଥାଏ ତା ଦ୍ୱାରା ତା ବଦଳରେ ସେ କଣ ନେଇଥାଏ ମନେ ରଖିଥାଏ କଣ ନା ହିମୋଗ୍ଲୋବିନ୍ ତା ବଦଳରେ ନେଇଥାଏ ଯୋଉଟା କି ଅକ୍ସିଜେନ ଟ୍ରାନ୍ସପୋର୍ଟେସନର ସାହାଯ୍ୟ କରିଥାଏ ହେଲା ବୁଝିପାରିଲେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି କଣ ବଂଶଗତ ସୂଚନା ବହନ କରୁଥିବା ଗୁଣସୂତ୍ର ବା କ୍ରୋମୋଜୋମ କୋଉଥିରେ ଗଠିତ ହେଲା। ତ କ୍ରୋମୋଜୋମ ହ୍ୱିଚ୍ କ୍ୟାରି ହେରିଡିଟାରୀ ଇନଫରମେସନ ଯୋଉଟା କି ବାପାଙ୍କ ପାଖରୁ ପୁଅକୁ ସେ ଗୁଣଟା ଆସିଥାଏ ସେଟା କାହା ଦ୍ୱାରା ତିଆରି ଅପସନ କଣ ଦେଇଛି ଆରଏନଏ ଲିପିଡ ଦ୍ୱାରା ଡିଏନଏ ହିଷ୍ଟୋନ ପ୍ରୋଟିନ ଦ୍ୱାରା କାର୍ବୋହାଇଡ୍ରେଟ ଦ୍ୱାରା ନା ହଉଛି ପ୍ରୋଟିନ ଦ୍ୱାରା ହେଲା। ତେଣୁ ଡିଏନଏ ଟା ଯୋଉ ହଉଛି ସେଟା କାହା ଦ୍ୱାରା ତିଆରି ଅପସନ ନମ୍ବର ଏ ବି ଯୋଉଟା କି ଅଛି କଣ ଡିଏନଏ ଆଉ ହିଷ୍ଟୋନ ପ୍ରୋଟିନ ଯୋଉ ଆମର କଣ ରହିଲା ହେରିଡିଟାରୀ ଇନଫରମେସନ ବା ଗୁଣସୂତ୍ର ଯୋଉ କ୍ରୋମୋଜୋମ ଗୁଡାକ କୋଉଥିରେ ତିଆରି ନା ଡିଏନଏ ବା ଡିଅକ୍ସି ରାଇବୋ ନ୍ୟୁକ୍ଲିକ ଏସିଡ ଆଉ ହିଷ୍ଟୋନ ପ୍ରୋଟିନରେ ତିଆରି ହେଲା। କ୍ରୋମୋଜୋମ ଆର୍ ଦ ଡେନ୍ସ ଷ୍ଟାଣ୍ଡାର୍ଡ କ୍ରୋମାଟିନ୍ ହେଲା କ୍ରୋମାଟିନ୍ ତିଆରି ହୁଇଚ୍ କମ୍ପ୍ଲେକ୍ସ କମ୍ବିନେସନ ଅଫ ଡିଏନଏ ମଲିକ୍ୟୁଲ coiled with the histone protein ତା ସହିତ ଗୁଡେଇକି କଣ ରହିଥାଏ ହିଷ୍ଟୋନ ପ୍ରୋଟିନ ଏମିତି ଗୁଡେଇ ହେଇକି ରହିଥାଏ ହେଲା। এটা ତ ডিএনଏ ର ଷ୍ଟ୍ରକ୍ଚର ତା ସହିତ ହିଷ୍ଟୋନ ପ୍ରୋଟିନ ମଧ୍ୟ ଗୁଡେଇକି ରହିଥାଏ। କ୍ରୋମୋଜୋମ କଣ କରିଥାଏ ଡିଏନଏ ଆଉ ହିଷ୍ଟୋନ ପ୍ରୋଟିନ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନଟି ଅଛି କଣ ପାଖାପାଖି ଥିବା ଦୁଇଟି ଉଦ୍ଭିଦ କୋଷ ମଧ୍ୟରେ ଯୋଗାଯୋଗ ଏବଂ ପଦାର୍ଥର ଆଦାନ ପ୍ରଦାନ ପାଇଁ ସୂକ୍ଷ୍ମ ନଳୀକୁ କଣ କୁହାଯାଏ। ଦିଟା ଯଦି ପାଖାପାଖି କଣ ଥିବ ସେଲ ଥିବ ପ୍ଲାଣ୍ଟ ସେଲ ତା ଭିତରେ ଯୋଉ ଖାଦ୍ୟର ଆଦାନ ପ୍ରଦାନ ହବ କାହା ଦ୍ୱାରା ହେଇଥାଏ ହଉଛି ଡେସିଓଜୋମ ପ୍ଲାଜମୋଡେସମାଟା ଟପ୍ ଜଂସନ ସରି ଟାଇଟ୍ ଜଂସନ ନା ହଉଛି ଗେପ୍ ଜଂସନ କାହା ଦ୍ୱାରା ଆମ ଖାଦ୍ୟର ଆଦାନ ପ୍ରଦାନ ହେଇଥାଏ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି କଣ ପ୍ଲାଜମୋଡେସମାଟା ହେଲା ମନେ ରଖିଥିବ ଦିଟା ସେଲ ଯଦି ପ୍ଲାଣ୍ଟ ସେଲ ପାଖାପାଖି ଅଛି ତାଙ୍କ ଭିତରେ ଯୋଗାଯୋଗ ବା ଖାଦ୍ୟ ଆଦାନ ପ୍ରଦାନ କାହା ଦ୍ୱାରା ହେଇଥାଏ ନା ପ୍ଲାଜମୋଡେସମାଟା ଦ୍ୱାରା ହେଇଥାଏ। ପ୍ଲାଜମୋଡେସମାଟା ଦ ମାଇକ୍ରୋସ୍କୋପିକ ଚ୍ୟାନେଲ ଟ୍ରାଭର୍ସ ସେଲୁଲାର ଅଫ ଦ ପ୍ଲାଣ୍ଟ ସେଲୁଲାର ସହିତ ସିଏ ଲାଗି ହୋଇଥାଏ ଫେସିଲିଟିଂ ଦ ବାୟୋକେମିକାଲ ଟ୍ରାନ୍ସପୋର୍ଟ ହେଲା ଟ୍ରାନ୍ସପୋର୍ଟ ତା ଭିତରେ ଯୋଗାଯୋଗ ହଉ ଖାଦ୍ୟ ଯିବା ଆସିବାରେ ସାହାଯ୍ୟ କରିଥାଏ। ବାକି ଯୋଉ ଗେପ୍ ଜଂସନ କହିଲା କଣ ସିଏ ପରଫର୍ମ କରେ ସିମିଲାର କମ୍ୟୁନିକେସନ ରୋଲ ବଟ୍ ଷ୍ଟ୍ରିକ୍ଟଲି ବା ଇନ୍ ଏନିମଲ ସେଲ। क्वेश्चन पचारि पारे जेमती हम प्लांट सेल हम कोन कहला प्लाज्मोडेस्माटा रहिला सेमति कि हम कोन कहबा एनिमल सेल से बडा हमर खाद्य आदान प्रदान करे पाखापाखि सेल भितर कोन थाए ना गैप जंक्शन हमर रहिते हला मन रखते गैप जंक्शन हमर कहा क्षेत्र रे एनिमल सेल क्षेत्र रे रहिते बहुत इंपोर्टेंट पॉइंट दिटा हला मन रखते लास्ट क्वेश्चन जिबा कोन देछि ना समस्त उद्भिद प्राणी कोष द्वारा गठित बोली कोष तत्व जो सेल थ्योरीटा किए प्रतिपादन करथिले सब सेल गुडा को हमर विषय रे प्लांट ऑफ एनिमल सेल विषय रे जो थ्योरीटा देथिले बा सेल थ्योरी जो बहिटा सेटा देथिले कि रॉबर्ट हुक देथिले सिल्डन एंड स्वान देथिले ना जी एंटन वैन लियोनहोफ देथिले ना रॉबर्ट ब्राउन देथिले सेल थ्योरीटा देथिले कि सठी उत्तर कोन हबो ना ऑप्शन नंबर बी देखो सिल्डन और स्वान हला बेले पछरे सिल्डन और स्वान फुल ना भी कोन हबो मैथ्यूस सिल्डन जे कि बोटानिस्ट थिले आ थियोडोर स्वेडन हला जे कि जूलॉजिस्ट थिले दी जन बोटानिकल और जूलॉजिस्ट बोटानिकल माने जो उद्भिद ऊपर जे करंती जूलॉजिस्ट कोन प्राणी मान ऊपर जे करथांती हला दी जन मिसी कि हमर देथिले कोन सेल थ्योरीटा टुगेदर फॉर्मूलेट सेल थ्योरी 1838 1839 मसिया भीतर देथिले सेल थ्योरीटा मसिया जदी पचारि पारे लिखि देबे हला नेक्स्ट जो रॉबर्ट हुक रहिला रॉबर्ट हुक कोन देथिले जो ऑप्शन नंबर ए थिला रॉबर्ट हुक कोन देथिले ना फर्स्ट सेल को डिस्कवर करथिले हला गोटे डेड सेल बा कॉर्क सेल रु हला कॉर्क जो देखा जाय से कॉर्क रु से 1665 मसिया सेल को फर्स्ट डिस्कवर करथिले हला नेक्स्ट जो रहिला लियोन हॉक कोन करथिले ना फर्स्ट लिविंग सेल से हमर डिस्कवर ऑब्जर्व करथिले हला फर्स्ट जदी सेल कथा पचारे रॉबर्ट हुक जदी लिविंग सेल कथा पचारे लियोन हॉक हबो आ जदी कोन करे ना न्यूक्लियस के डिस्कवर करथिले फर्स्ट ताले कोन हबो रॉबर्ट ब्राउन हला रॉबर्ट ब्राउन होची न्यूक्लियस लियोन हॉक होची लिविंग सेल आ रॉबर्ट हुक होची कोन सेल फर्स्ट सेल 1665 मसिया देथिले जदी सेल थ्योरी कथा पचारे ताले सिल्डन आ स्वान 1838 39 मसिया भीतर ତେଣୁ ଟୋଟାଲଟା ଆମର 20ଟା ମୁଁ ଏମସିକ୍ୟୁ ଡିସ୍କସନ କରିଥିଲି ଆଶା କରୁଛି ଆପଣ ଯଦି ଫୁଲ ଭିଡିଓଟି ଦେଖିଥିବେ ତାହେଲେ ଆପଣ ପୁରା ଫଣ୍ଡାମେଣ୍ଟାଲରୁ କ୍ୱେଶ୍ଚନ ଏମସିକ୍ୟୁ ଡିସ୍କସନ ଆମର ସଲ୍ଭ କରିବା ପର୍ଯ୍ୟନ୍ତ ତାହେଲେ ଆପଣ ପୁରା ପରୀକ୍ଷାରେ ପୁରା ଯାଇପାରିବେ ଯେ ପୁରା ଟପିକଟା କଭର କରିକି ତେଣୁ ଭିଡିଓ ଯଦି ଆପଣଙ୍କୁ ଭଲ ଲାଗିଲା ଭିଡିଓକୁ ଗୋଟେ ଲାଇକ୍ କରିଦେବେ ଆଉ ଯଦି ଏମଆର ଷ୍ଟଡି ଏକାଡେମୀରେ ପ୍ରଥମ ଥର ପାଇଁ ଆସିଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ବେଲ ଆଇକନ ଯୋଉ ଅଛି ତାକୁ ଅଲରେ ସେଟ୍ କରିଦେବେ ଯାହାଫଳରେ କି ମୁଁ ଏଇ ଯୋଉ ଡିଏଲଇଡି ବା ଅଲଗା ଟପିକରେ ଯଦି ଭିଡିଓ ବନଉଛି ଆପଣଙ୍କ ପାଖକୁ ନୋଟିଫିକେସନ ଯାଇପାରିବ ତେଣୁ ୟାର ଯଦି ଆପଣ ପିଡିଏଫ ଦରକାର ଅଛି ପରେ ଆପଣ ପ୍ରାକ୍ଟିସ କରିବେ ତାହେଲେ ମୁଁ ଡିସ୍କ୍ରିପସନ ଲିଙ୍କରେ ମୋ ଟେଲିଗ୍ରାମର ଲିଙ୍କଟା ଆକାଉଣ୍ଟର ଲିଙ୍କଟା ଦେଇଦେବି ସେଠି ଆପଣ ଯାଇ ଏଇଟାକୁ ଡାଉନଲୋଡ କରି ଦେଖିପାରିବେ ତେଣୁ ଆଜି ପାଇଁ ରହୁଛି ନୂଆ ଭିଡିଓରେ ନୂଆ ଟପିକରେ ଦେଖା ହବ ଧନ୍ୟବାଦ।